ପଥ ଜ୍ୟୋତିର୍ମୟ କର, ଅନ୍ତରରେ ଆମ୍ଭେମାନେ ତୋତେ ପରମ ଅଧୀଶ୍ୱର ରୂପେ ପ୍ରତିଷ୍ଠା କରୁଛୁ। ତୁ ଯେପରି ସମଗ୍ର ପୃଥିବୀର ପରମ ଅଧୀଶ୍ୱର ହୋଇପାରୁ। ଆମ୍ଭମାନଙ୍କର ବାକ୍ୟ ଏବେ ବି ଅଜ୍ଞାନାଚ୍ଛନ୍ନ, ତାହାକୁ ଆଲୋକିତ କର। ଆମମାନଙ୍କର ଅଭିପ୍ସା ଏବେ ବି ମଳିନ, ତାହାକୁ ଶୁଦ୍ଧ କର। ଆମମାନଙ୍କର କର୍ମ ଏବେ ବି ଅସମର୍ଥ, ତାହାକୁ ସାମର୍ଥ୍ୟଯୁକ୍ତ କର। ହେ ଭଗବାନ, ଏ ପୃଥିବୀ ଆର୍ତ୍ତ, ଶୋକଗ୍ରସ୍ତ, ବିଶୃଙ୍ଖଳା ଏହାକୁ ବାସଗୃହ କରିଛି। ଅନ୍ଧକାର ଏତେ ଘନୀଭୂତ ଯେ ଏକମାତ୍ର ତୁ ହିଁ ତାକୁ ଦୂର କରିପାରୁ। ଆସ ପ୍ରକାଶ ହୁଅ, କର୍ମ ତୋର ସଂସିଦ୍ଧ ହେଉ। ମା ଶ୍ରୀ ଅରବିନ୍ଦଙ୍କର କାର୍ଯ୍ୟ ସଂସିଦ୍ଧ ହେଉ। ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଦିବ୍ୟଜନନୀ ଶ୍ରୀ ମାଙ୍କର ଚରଣରେ ଗଭୀର କୃତଜ୍ଞତାର ସହିତ ମୋର ନିବେଦନ ଜଣାଇ, ପ୍ରଣାମ ଜଣାଇ ସେମାନଙ୍କୁ ଅନୁରୋଧ କରୁଛି ଯେ ଆମର ଏ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରୋତା ଆଉ ବକ୍ତା ଉଭୟଙ୍କୁ ଦିଗଦର୍ଶନ ଦିଅନ୍ତୁ, ଯେପରି କୌଣସି ଭୁଲ ବୁଝାବଣା ନ ହୁଏ ଏବଂ ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଉପସ୍ଥିତ ରହିବେ, ତଥାପି ଆମେ ତାଙ୍କୁ ପ୍ରାର୍ଥନା କରୁଛୁ ସେଇଠି ଉପସ୍ଥିତ ରହନ୍ତୁ। ତତ୍ ସହିତ ଆପଣମାନେ ଯୋଉମାନେ ଏଥିରେ ଯୋଗ ଦେଇଛନ୍ତି ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ପ୍ରଣାମ ସହିତ ସ୍ୱାଗତ କରୁଛି ଏବଂ ଆପଣମାନେ ଜାଣନ୍ତି ଆମେ ବୁକ୍ 2 ର କ୍ୟାଣ୍ଟୋ 10 ର ଶେଷ ପର୍ଯ୍ୟାୟରେ ପହଞ୍ଚିଛେ। ଆଉ ହୁଏତ 2ଟି କ୍ଲାସରେ ଏ କ୍ୟାଣ୍ଟୋଟି ସରିଯିବ। ମୁଁ ଚେଷ୍ଟା କରୁଛି ସେଇଥିପାଇଁ। ଏବଂ ଆଜି ଯୋଉ ବିଷୟ ରହିଛି ଆମେ ଯୋଉଠୁ ଛାଡ଼ିଥିଲେ ଗତ ଥର, ସେଇଠୁ ଆରମ୍ଭ କରିକି ଆଗକୁ ଯିବା। ଗତ ଥର ପେଜ 29ରେ ଆମେ ଛାଡ଼ିଥିଲେ, ତେଣୁ ସେଇଠୁ ମୁଁ ଆରମ୍ଭ କରୁଛି। This would be nature's peak on an obscure globe, a grand result of the long ages toil, Earth's evolution crowned, her mission done. ଆମେ ଯୋଉ ରିଜନରେ ପହଞ୍ଚିଛେ, ଯୋଉ ରିଜନର କିଙ୍ଗଡମ, ଯୋଉ ବିଚାର ବୃଦ୍ଧିର ରାଜ୍ୟ would be the nature's peak, ସିଏ ବିଶ୍ୱ ପ୍ରକୃତିର ଛାୟାଚ୍ଛନ୍ନ ଗୋଲୋକ ଉପରେ, ଆମ ଯେହେତୁ ପୃଥିବୀ ଛାୟାଚ୍ଛନ୍ନ ଅବସ୍କ୍ୟୁର ଅଜ୍ଞାନତାର ଘେରରେ ରହିଛି, ତଥାପି ସେଇ ଗ୍ଲୋବ ଉପରେ ନେଚର୍ସ ସର୍ବୋତ୍କୃଷ୍ଟ ବିଶ୍ୱ ପ୍ରକୃତିର ଶୀର୍ଷ ହେଲା ରିଜନ। ବର୍ତ୍ତମାନ ସୁଦ୍ଧା ଯେତିକି ଇଭଲ୍ୟୁସନରେ ଆସିଛି, ରିଜନ ହଉଛି ଶୀର୍ଷ। ଦି ଗ୍ରାଣ୍ଡ ରିଜଲ୍ଟ ଅଫ ଦି ଲଙ୍ଗ ଏଜେସ୍ ଟଏଲ, ଯୁଗ ଯୁଗାନ୍ତର ସୁଦୀର୍ଘ ଶ୍ରମର ଅତ୍ୟୁତ୍ତମ ଫଳ। ରିଜନ ଯୋଉ ଆଜିକାଲି ଇଭଲ୍ୟୁସନର ପ୍ରୋସେସରେ ରିଜନ ପହଞ୍ଚିଛି, ମାନବ ଚେତନା ଯୋଉ ରିଜନରେ ପହଞ୍ଚିଛି, ଏ ରିଜନ ଉପରକୁ ଯାଇନି, ରିଜନ ଭିତରେ ଅଛି। ସେ ରିଜନ ହଉଛି ଏକ ସୁଦୀର୍ଘ ଶ୍ରମର ଅତ୍ୟୁତ୍ତମ ଫଳ, ପୃଥିବୀର ବିବର୍ତ୍ତନ ମୁକୁଟ ମଣ୍ଡିତ।
ପୃଥିବୀର ବିବର୍ତ୍ତନ ଧାନରେ ଇଏ ମୁକୁଟ ମଣ୍ଡିତ, ଆଠୁ ଆଗକୁ ପୃଥିବୀ ବିବର୍ତ୍ତନ ହେଇକରି ଯାଇନାହିଁ। ତାର ବ୍ରତାଭିପ୍ରାୟ ସମାପିତ ହୋଇ ତାର ବ୍ରତାଭିପ୍ରାୟ ସମାପିତ ହୋଇ ସେ ମୁକୁଟ ମଣ୍ଡିତ। ରିଜନର ଯୋଉ ବ୍ରତ ତାକୁ ସେ ପୂର୍ଣ୍ଣ କରି, ଅଭିପ୍ରାୟକୁ ପୂର୍ଣ୍ଣ କରି ସମାପିତ କରି ପୃଥିବୀ ମୁକୁଟ ମଣ୍ଡିତ ହୋଇଛି ଆର୍ଥ's ଇଭଲ୍ୟୁସନରେ। So might it be in the spirit fell asleep। କିନ୍ତୁ ଗୋଟେ କଥା ଏଥିରେ ଆମକୁ ସୂଚିତ କରାଯାଉଛି, ପ୍ରଭୁ ଆମକୁ ସୂଚିତ କରୁଛନ୍ତି ଯେ ଯଦି ସମାପନ ଛବି ହେଉଛି ଆଉ ଆଗକୁ ଯିବା କଣ ଦରକାର। ସେ ଏଥିରେ ସୂଚିତ କରୁଛନ୍ତି ଯଦି ଅନ୍ତଃପୁରୁଷ ଶୋଇପଡ଼ିଥାନ୍ତେ ତେବେ ହୁଏତ ଏହା ସମ୍ଭବପର ହୋଇଥାନ୍ତା। ଆମେ ଯୋଉ ଉଚ୍ଚତର ଆସନରେ ବସିକିରି ରିଜନରେ ବସିଛେ ସେଇଟା ଆମ ପାଇଁ ସର୍ବୋତ୍କୃଷ୍ଟ ହେଇଥାନ୍ତା, ମୁକୁଟ ମଣ୍ଡିତ ହେଇଥାନ୍ତା। ଆଉ ଆଗକୁ କିଛି ଯଦି ନଥାନ୍ତା ଏବଂ ଆମ ଭିତରର ଅନ୍ତରାତ୍ମା ଯଦି ଶୋଇପଡ଼ିଥାନ୍ତି। କେଡ଼େ ଚମତ୍କାର କଥା ଦେଖନ୍ତୁ। Men then might rest content with and live in peace। ଯଦି ସେତିକିରେ ସବୁ ସରିଥାନ୍ତା ଯେ ଆମେ ଅନ୍ତରାତ୍ମା ଶୋଇ ରହିଥାନ୍ତେ, ମନୁଷ୍ୟ ତୃପ୍ତ ରହିଥାନ୍ତା, ଶାନ୍ତିରେ ଜୀବନ ଯାପନ କରୁଥାନ୍ତା। ଆମେ ଶାନ୍ତିରେ ଜୀବନ ଯାପନ କରୁଛେ କି? କିନ୍ତୁ ଅନ୍ତରାତ୍ମା ଯଦି ଶୋଇ ଯାଇଥାନ୍ତା ଆମେ ଏଥିରେ ଶାନ୍ତିରେ ଜୀବନ ଯାପନ କରୁଥାନ୍ତେ। ଯେ କି ଏକଦା ବିଶ୍ୱ ପ୍ରକୃତିର କୀର୍ତ୍ତଦାସ ହୋଇ କାର୍ଯ୍ୟରତ ଥିଲା, ସେ ତାର ଅଧୀଶ୍ୱର ହୋଇପାରନ୍ତି। ଯେ କି master of nature who once had bounded self worked। man ହଉଛି ମେନ୍ ହେଇଥାନ୍ତା ବିଶ୍ୱ ପ୍ରକୃତିର ଯିଏ କୀର୍ତ୍ତଦାସ ହେଇଛି, ବର୍ତ୍ତମାନ ଆମେ ବିଶ୍ୱ ପ୍ରକୃତିର କୀର୍ତ୍ତଦାସ। ସିଏ ଆମ ବିଶ୍ୱ ପ୍ରକୃତି ଆମକୁ ଯୋଉ ଭଳି ଭାବରେ ଚଳଉଛି ଆମେ ସେଇଭଳି ଭାବରେ ଚାଲୁଛୁ, ତେଣୁ କୀର୍ତ୍ତଦାସ। ତେଣୁ ଅନ୍ତଃପୁରୁଷ ଯଦି ଶୋଇ ରହିଥାନ୍ତା, ଏକଦା ବିଶ୍ୱ ପ୍ରକୃତିର ଦାସ ହୋଇ କାର୍ଯ୍ୟରତ ଥିଲେ, ସେ ତାର ଅଧୀଶ୍ୱର ହୋଇପାରନ୍ତି ଏବଂ କୀର୍ତ୍ତଦାସ ହୋଇଥାନ୍ତା କିନ୍ତୁ ସେ ତାର ଅଧୀଶ୍ୱର ହେଇଯାଇଥାନ୍ତା, ମାଷ୍ଟର ଅଫ ନେଚର ଏବଂ ଅଧୀଶ୍ୱର ହେଇପାରିଥାନ୍ତା। The world's disorder hardening into law, if life's dire heart arose not in revolt, if God within could find no greater plan। ଦେଖନ୍ତୁ କେଡ଼େ ଚମତ୍କାର କଥା କୁହାଯାଇଛି। The world's disorder heading into law, ଜଗତର ବିଶୃଙ୍ଖଳା ଦୃଢ଼ବଦ୍ଧ ମହାବିଧାନରେ ପରିଣତ ହେଇଥାନ୍ତା। କେତେବେଳେ ହେଇଥାନ୍ତା? ଯଦି ଆମ ଭିତରେ ଅନ୍ତରାତ୍ମା ଶୋଇପଡ଼ିଥାନ୍ତେ ଏବଂ ଅନ୍ତଃପୁରୁଷ ଶୋଇପଡ଼ିଥାନ୍ତେ, ଆମେ ସେଥିରେ ତୃପ୍ତ ରହିକିରି ବିଶ୍ୱ ପ୍ରକୃତି ଉପରେ ମାଷ୍ଟର ହେଇକିରି ଆମେ ସେଥିରେ ରହିଥାନ୍ତେ ଏବଂ ଯୋଉ ବିଶୃଙ୍ଖଳା ଅଛି ପୃଥିବୀରେ ସେଇ ବିଶୃଙ୍ଖଳାରେ ପରିଣତ ହେଇଥାନ୍ତା ସବୁ। ଯଦି ବିଶ୍ୱ ଜନନୀର ଦାରୁଣ ଓ ଭୟଗ୍ରସ୍ତ ହୃଦୟରେ ବିଦ୍ରୋହ ଜାଗରିତ ହୋଇ ନଥାନ୍ତା। ଆମ ଭିତରେ ଗୋଟେ ବିଦ୍ରୋହ ଅଛି, ସେ ବିଦ୍ରୋହର ସ୍ରଷ୍ଟା କିଏ? ବିଶ୍ୱ ଜୀବନର ଦାରୁଣ ଭୀତତ୍ରସ୍ତ ହୃଦୟରେ ବିଦ୍ରୋହ ଜାଗରିତ ହୋଇନାହିଁ। ଭୀତତ୍ରସ୍ତ ହୃଦୟରେ ଅଛେ ଆମେ, ଦାରୁଣ ଭୀତତ୍ରସ୍ତ ହୃଦୟରେ ଅଛି। ହୃଦୟରେ ଯଦି ବିଦ୍ରୋହ ଜାଗରିତ ହୋଇନଥାନ୍ତା, କଣ ବିଦ୍ରୋହ ଆମ ଭିତରେ ଜାଗରିତ ହଉଛି? ଏ ସଂସାର କାହିଁକି ହେଲା? ଏ ସଂସାରର ଅର୍ଥ କଣ? ଏ ସଂସାରରେ ଯଦି ଜନ୍ମ ହେଇକିରି ଖାଲି ଦୁଃଖ କଷ୍ଟ ଭିତରେ ଆମେ ମରିବୁ, ଜନ୍ମ ହେଇଛୁ ମରିବୁ, ତାହେଲେ ୟାର ଅର୍ଥ କଣ? ୟାରି ଭିତରେ life's dire heart arose not in revolt। ୟାରି ଭିତରେ ରହିକିରି ହୃଦୟ ଆଉ ବିଦ୍ରୋହ ଜାଗ୍ରତ ହୋଇନଥାନ୍ତା।
ହୃଦୟରେ ଯୋଉ ବିଦ୍ରୋହ ଜାଗ୍ରତ ହଉଛି, ଅନ୍ତରାତ୍ମା ଶୋଇ ପଡିଥିଲେ ବିଦ୍ରୋହ ତା ଭିତରେ ନଥାନ୍ତା, ସେ ଯାହା ପାଇଛି ସେତିକି ଯଥେଷ୍ଟ ମନେ କରିଥାନ୍ତା। ଏପରି ବିଶୃଙ୍ଖଳିତ ଅବସ୍ଥାକୁ ବି ସେ ଯଥେଷ୍ଟ କରିକି ମନେକି ରହିଥାନ୍ତା। କିନ୍ତୁ ଆମ ଭିତରେ, ଆମ ହୃଦୟରେ ଗୋଟେ ବିଦ୍ରୋହ ଜାଗ୍ରତ ହେଇଛି। କାହା ଦ୍ୱାରା? ବିଦ୍ରୋହ ଜାଗ୍ରତ ରିଭୋଲ୍ଟ କରୁଛି କାହା ଦ୍ୱାରା? ଆମ ଭିତରେ ଅନ୍ତରାତ୍ମା ଜାଗ୍ରତ ହେଇଥିବା ଦ୍ୱାରା। ଅନ୍ତରାତ୍ମା ଶୋଇନାହାନ୍ତି। ଇଫ ଗଡ ୱିଦିନ କୁଡ ଫାଇଣ୍ଡ ନୋ ଗ୍ରେଟର ପ୍ଲାନ, ଯଦି ଆମ ଅନ୍ତରସ୍ଥ ଭଗବାନ କୌଣସି ମହତ୍ତର ଯୋଜନା ପାଇନଥାନ୍ତି, ଅନ୍ତରସ୍ଥ ଭଗବାନଙ୍କର ଯଦି କୌଣସି ମହତ୍ତର ଯୋଜନା ନଥାନ୍ତା, ସିଏ ଯଦି ଶୋଇ ପଡିକିରି ରହିଥାନ୍ତେ, ତାହେଲେ ତାହେଲେ କଣ ହେଇଥାନ୍ତା? ହୃଦୟ ଭିତରେ ବିଦ୍ରୋହ ଜାଗରିତ ହୋଇନଥାନ୍ତା, ଆମେ ଶାନ୍ତିରେ ଶୋଇ ପଡିଥାନ୍ତୁ, ଯାହା ପ୍ରାପ୍ତ କରୁଛୁ ସେଥିରେ ସନ୍ତୁଷ୍ଟ ତୃପ୍ତ ରହିଥାନ୍ତୁ, ରିଜନକୁ ଧରିକିରି ଆମେ ତୃପ୍ତ ରହିକି ଚାଲିଥାନ୍ତୁ। କିନ୍ତୁ ଯେହେତୁ ଆମ ଭିତରେ ଅନ୍ତରାତ୍ମା ଶୋଇନାହାନ୍ତି, କଣ ହବ ତାପରେ ବର୍ଣ୍ଣନା ଦେଖନ୍ତୁ। But many visaged is the cosmic soul. A touch can alter the fixed front of fate. ଏକ ଗୁରୁତ୍ୱପୂର୍ଣ୍ଣ ଲାଇନ ଏଇଟା। ମହାଜାଗତିକ ଜୀବାତ୍ମା ବହୁମୁଖୀ ଅଟନ୍ତି। ଆମ ମଧ୍ୟସ୍ଥ ଜୀବାତ୍ମା ଏଠି ଦେଖନ୍ତୁ, many visit the cosmic soul, soul S କ୍ୟାପିଟାଲ ହେଇଛି, ତେଣୁ ଇଏ ଜୀବାତ୍ମା ଅର୍ଥରେ ବ୍ୟବହାର ହେଇଛି। ମହାଜାଗତିକ ଜୀବାତ୍ମା କସ୍ମିକ ସୋଲ ବହୁମୁଖୀ ଅଟନ୍ତି। ସେ ଏତିକିରେ ସନ୍ତୁଷ୍ଟ ନୁହନ୍ତି, ସେ ବହୁମୁଖୀ, ବହୁ କିଛି କରିବାକୁ ସେ ଚାହାନ୍ତି, ବହୁ କିଛି ସୃଷ୍ଟି ତିଆରି କରିବାକୁ ଚାହାନ୍ତି। ତେଣୁ ସେ ଏତିକିରେ ସନ୍ତୁଷ୍ଟ ନୁହନ୍ତି। କିନ୍ତୁ ମହାଜାଗତିକ ଜୀବାତ୍ମା ବହୁମୁଖୀ ଅଟନ୍ତି। A touch can alter the fixed front of fate. ତାଙ୍କର ଏକ ସ୍ପର୍ଶ, ଆପଣ ଦେଖନ୍ତୁ, ଗୋଟେ କଥା ମୋର ଏଠି ମନକୁ ଆସୁଛି, ଆମେ ଗୋଟେ ନିର୍ଦ୍ଦିଷ୍ଟ ଭାଗ୍ୟ ନେଇକରି ଜନ୍ମ ହେଇଛେ ଏବଂ ସେଇ ନିର୍ଦ୍ଦିଷ୍ଟ ସମୟର, ମୁହୂର୍ତ୍ତର, ନକ୍ଷତ୍ର ମାନଙ୍କର ଗତିବୃତ୍ତିକି ନେଇକରି ଆମ ଭାଗ୍ୟଟା ତିଆରି ହେଇଛି। ସେଥିପାଇଁ ଆମେ ଜାତକ ଦେଖିକିରି ଭବିଷ୍ୟତରେ କଣ କଣ ହବ ସେ ତା ଜାତକରୁ, କୁଣ୍ଡଳୀରୁ ନାନା ବିଶ୍ଳେଷଣ କରୁଛେ। ଏବଂ କିନ୍ତୁ ସେ ସବୁ ଜାତକ କାର୍ଯ୍ୟରେ ଆସିବନି ଯଦି ଉଚ୍ଚତର ଜୀବାତ୍ମାଙ୍କର ଗୋଟେ ସ୍ପର୍ଶ ଆମ ଭିତରକୁ ଆସିବ। ସେଥିପାଇଁ ଜଣେ ବ୍ୟକ୍ତି ତାର ଜାତକତା ଧରି ଯାଇକରି ମାଙ୍କ ପାଖରେ ପହଞ୍ଚି ମାଙ୍କୁ କହିଲେ, ମା ମୋର ସବୁ ଜାତକ ତ ସବୁ ଘଟିବ ବୋଲି ଅଛି, ଆପଣ ଏ ବିଷୟରେ କଣ କହୁଛନ୍ତି? ଗୋଟେ ନାଲି କାଳି ଆଣିକିରି ମା ସେ ଜାତକ ଉପରେ ଛକ ମାରିଦେଲେ। What it indicates? ଭଗବାନଙ୍କ ଠାରୁ କୌଣସି ଜାତକ, କୌଣସି ଫେଟ୍ ଉଚ୍ଚତର ନୁହେଁ। ସେ ଚାହିଁଲେ ସବୁ কিছুକୁ ଏକାଥରେ ବଦଳେଇ ଦେଇପାରିବେ। ତେଣୁ ଆମର ଜାତକରେ ଯାହା ଥାଉ ନା କାହିଁକି, ଯଦି ଆମେ ପରମ ପ୍ରଭୁଙ୍କର, ମାଙ୍କର, ଦିବ୍ୟଜନନୀଙ୍କର ଶରଣାପନ୍ନ, ସିଏ ଯଦି ଆମକୁ ସ୍ପର୍ଶ କରିଦେଇଛନ୍ତି, ଆମେ ଯଦି ତାଙ୍କ କୋଳରେ ମୁଣ୍ଡ ରଖିକି ଅଛୁ, ଆମ ପାଖକୁ ସେ ଗ୍ରହ ନକ୍ଷତ୍ର ଆଉ କାର୍ଯ୍ୟ କରିବେନି। ମୁଁ ଆପଣଙ୍କୁ କହୁଛି, ମୁଁ ଏଇ ଗ୍ରହ ନକ୍ଷତ୍ର ଜାତକ ଭିତରେ 10-12 ବର୍ଷ 15 ବର୍ଷ ଧରିକିରି ଗବେଷଣା କରିଛି। ମାଙ୍କୁ ଜାଣିବା ପୂର୍ବରୁ, ଏ କଥା ଜାଣିବା ପୂର୍ବରୁ ବହୁ ବହି ପତ୍ର ରଖି ପଢାପଢି କରି, ଜାତକ ଆନାଲିସିସ୍ କରି, ମ୍ୟାରେଜ ମିଶାଇ ଇତ୍ୟାଦି କରୁଥିଲି, ସବୁ ଥିଲା। ଯୋଉ ଦିନ ମୁଁ ଏ କଥା ଜାଣିଲି, ସେଇଦିନ ସେ ବହିପତ୍ର ସବୁ ବନ୍ଦ କରି ରଖିଲି। ବର୍ତ୍ତମାନ ଆଉ ଜାଗତିକ ଜ୍ୟୋତିଷ ଯେତେ ଜ୍ଞାନ ମୋର ଥିଲା ସବୁକୁ ସେଠି ପୋତିଦେଲି, ଆଉ ସେ ଭିତରକୁ ପଶୁନି। କାରଣ ଜାତକଟା ଯେତେବେଳେ ତିଆରି ହୁଏ, ଜନ୍ମ ବେଳର ସ୍ଥିତିକୁ ନେଇକରି ତିଆରି ହୁଏ, କିନ୍ତୁ ସେଇଟା ଫାଇନାଲ ନୁହେଁ। ଆମର ଯାତ୍ରା ଭିତରେ ସେଟା ଚେଞ୍ଜ ହେଇଯାଇପାରେ।
ଅନେକଙ୍କ କ୍ଷେତ୍ରରେ ଏହା ଘଟେ। ସେଥିପାଇଁ ଏଠି କୁହାଯାଉଛି ଏ ଟଚ୍ କ୍ୟାନ୍ ଅଲ୍ଟର ଦି ଫିକ୍ସଡ ଫ୍ରଣ୍ଟ ଅଫ ଫେଟ୍। କେବଳ ଭଗବାନଙ୍କର ଜୀବାତ୍ମାଙ୍କର ଗୋଟିଏ ସ୍ପର୍ଶ ପଲଟାଇ ଦବ କଣଟା? ଦୃଢୀଭୂତ ସାମୁଖ୍ୟ, ମହାନିୟତିର ଦୃଢୀଭୂତ ସାମୁଖ୍ୟକୁ ବଦଳି ଦବ। ତେଣୁ ତା ଉପରେ ଆଉ ବିଶେଷ ଗୁରୁତ୍ୱ ଦବା ଆବଶ୍ୟକତା ନାହିଁ। ଯଦି ଆମେ ମାଙ୍କ କୋଳରେ ଆମ ମୁଣ୍ଡ ରଖିକିରି ତାଙ୍କ ଆଶୀର୍ବାଦ ଲାଭ କରିଛୁ, ଏ ଜାତକ ଆମର ଆଉ କିଛି କ୍ଷତି କରିବନି। ଜାତକର ସବୁ ବଦଳି ଯାଇଛି। ଏଇ ଜାତକ ବଦଳି ଯାଏ। ମୋର ମନେ ହୁଏ ଯୋଉ ଦିନ ଆମେ ମାଙ୍କର ପ୍ରଥମ ଦର୍ଶନ ଲାଭ କଲୁ, ସ୍ପେଶାଲ ଦର୍ଶନ ଲାଭ କଲୁ, ଯୋଉ ଦିନ ସେ ଆମ ମୁଣ୍ଡରେ ହାତ ଦେଇକିରି ଆମକୁ ଆଶୀର୍ବାଦ କଲେ ଏବଂ ହସିକିରି ଆମକୁ ବିଦାୟ ଦେଲେ, ସେଇ ଦିନ ଠାରୁ ଆମର ଆଉ ଜାତକ କାମ କରିବନି। ଆମେ ସେଦିନ ଆମ ପାଇଁ ନୂଆ ଜାତକ ତିଆରି ହଉ। ଦାଟ ଇଜ ଦି ବାର୍ଥ ପ୍ଲେସ୍ ଆଫର ପରବର୍ତ୍ତୀ, ଆମର ପରବର୍ତ୍ତୀ ଜୀବନର ବାର୍ଥ ପ୍ଲେସ୍ ହେଇଗଲା ସେଇଟା। ସେଇ ଦିନଟା ହିଁ ବାର୍ଥ ପ୍ଲେସ୍ ହେଇଗଲା। ମୁଁ ଗୋଟେ କଥା ଏଠି ଆପଣଙ୍କୁ ମନେ ପକେଇ ଦଉଛି, ମୋର ଯାହା ଜୀବନରେ ଘଟିଥିଲା। କହିଛି କେତେଥର, ଆଉ ଥରେ ଏଠି ପ୍ରସଙ୍ଗ କ୍ରମେ ମନକୁ ଆସୁଛି କହିଦଉଛି, ପ୍ରେରଣା ପାଉଛି ଯେ 2002 ମାର୍ଚ୍ଚ ମାସ 6 ତାରିଖ, ସେଇଦିନ ପଣ୍ଡିଚେରୀରୁ ମୁଁ ସବୁ କ୍ଲାସ ଆଟେଣ୍ଡ କରିସାରିକିରି ସେଇଦିନ ଫେରିବା ପାଇଁ ଟ୍ରେନରେ ଟିକେଟ ହେଇଥିଲା। ସନ୍ଧ୍ୟାବେଳେ ଆମର ଟ୍ରେନ। ସକାଳେ ଖାଇସାରିବା, ଜଳଖିଆ ଖାଇସାରିବା ପରେ ଆଶ୍ରମ ଆଡେ ମୁଁ ଯାଉଛି। ଆଶ୍ରମ ଗେଟ୍ ପାଖରେ ପହଞ୍ଚିଲା ବେଳକୁ ଡାଳିଯୋଡାର ସେ ଝିଅଟି ଯିଏ ନର୍ସିଂ ହୋମରେ ଅଛି, ତା ନାଁ ଟା ମୁଁ ସବୁବେଳେ ଭୁଲିଯାଏ। ସେ କହିଲେ, ସୁଭାଷ ଭାଇ ହିରୋଇନ ରୁମକୁ ଯିବ କି? ମୁଁ ଚମକି ପଡିଲି। ମୁଁ କହିଲି କଣ ଶ୍ରୀରଞ୍ଜ ରୁମକୁ ଯିବ? ନା ଶ୍ରୀରଞ୍ଜ ରୁମକୁ ଯିବ ବୋଲି କାର୍ଡ ମୋ ପାଖରେ ଅଛି, ଆସନ୍ତୁ। ସେଇଦିନ ଯେତେବେଳେ ମୁଁ ସେ ପାହାଚ ଚଢୁଛି, ମୁଁ ଆଉ ନିଜର କଣ୍ଟ୍ରୋଲରେ ନାହିଁ। ମୁଁ ନିଜର ବାହ୍ୟ ଚେତନାରେ ଆଉ ନାହିଁ। କିଏ ଗୋଟେ ମତେ ଯେମିତି ଉଠେଇ ଉଠେଇ ଉପରକୁ ନଉଛି ବୋଲି ଅନୁଭବ କଲି। ଯେତେବେଳେ ଶ୍ରୀ ଅରବିନ୍ଦଙ୍କ ରୁମରେ ପ୍ରବେଶ କଲି, ରୁମରେ ପ୍ରବେଶ କରିବା ଭିତରେ ଯେତେବେଳେ ଚମ୍ପକଲାଲଙ୍କ ସାନ ଭାଇ କାର୍ଡ ଦଉଥିଲେ, ସେତେବେଳେ କହିଲେ ତାଙ୍କର ବାର୍ଥଡେ ଆଜି, ତାଙ୍କ କାର୍ଡ ଦିଅ ଦେଖିକିରି। ମୋର ମନେ ପଡିଲା, ଆଜି ମୋର ଗୋଟେ ନୂଆ ବାର୍ଥଡେ ବୋଧେ ହେଲା। ଏବଂ ତାପରେ ଆସିକି ମତେ ଯୋଉଠି ବସେଇଲେ, ସିଏ ହଉଛି ଶ୍ରୀ ଅରବିନ୍ଦଙ୍କର ରୁମ ରୁ ବାହାରିବା ଗେଟ ର ଦ୍ୱାର ଦେଶ। ଯେମିତିକି ମୁଁ ଶ୍ରୀ ଅରବିନ୍ଦଙ୍କର ରୂପଟାକୁ ସମ୍ପୂର୍ଣ୍ଣ ରୂପେ ଦେଖିପାରିବି। ସେଇଠି ବସିକିରି 5 ମିନିଟ ଟିକେ ଆସି ତ ମୁଁ ନିଜ କଣ୍ଟ୍ରୋଲରେ ନାହିଁ। 5 ମିନିଟ ଧ୍ୟାନ ହେଇସାରିବା ପରେ ଆଶ୍ଚର୍ଯ୍ୟ ଘଟଣା ଘଟିଲା, ଅନଏକ୍ସପେକ୍ଟେଡ। ପରମ ପ୍ରଭୁ ତାଙ୍କ ଆସନରୁ ଉଠି ଆସିଲେ ଏବଂ ମୋ ସାମ୍ନାରେ ଠିଆ ହେଲେ। ସେ ଯେମିତି ଠିଆ ହେଲେ, ମୁଁ ବି ଠିଆ ହେଇ ପଡିଲି। ସବୁ ମୁଁ ଦେଖୁଛି ଆଖି ବନ୍ଦ କରିକିରି। ଏମିତି ଜୋରରେ ମତେ କୋଳାଗ୍ରତ କଲେ, ଜୋରରେ ବାହୁ ଯୁଗଳରେ ବାନ୍ଧି ଦେଲେ, ଯେମିତିକି ତାଙ୍କର ବାହୁ ବନ୍ଧନର ସ୍ପନ୍ଦନ ମୋର ହାତ ଗୋଡ ସବୁ ଯେମିତି ଅନୁଭବ କଲା। ମୁଁ ଅନୁଭବ କରିଛି ଆକୁ। ଏବଂ ସେତେବେଳକୁ ଲୋତକ ଆନନ୍ଦାଶ୍ରୁରେ ମୋର ଅଧା ବସ୍ତ୍ର ଭିଜିଗଲାଣି। ଏବଂ ସେଇ ଅବସ୍ଥାରେ ବହୁ ସମୟ ଧରି ରହିଲା ଭଳି ମୋର ମନେ ହଉଛି। ଯେତେବେଳେ ମୋର ଧ୍ୟାନସ୍ଥ ହେବ ଭାଇ ଆସିକିରି ଆଶ୍ରମରେ ମାଙ୍କ ସେବକ ସେବିକା ଯେତେବେଳେ ମତେ କହିଲେ, ଆପଣ ଉଠନ୍ତୁ ବୋଲି ହାତ ମାରିଦେଲେ, ସେତେବେଳେ ମୋର ଧ୍ୟାନ ଭଗ୍ନ ହେଲା। ଏବଂ ଏଇଟା କି ଅଦ୍ଭୁତ କଥା ନାହିଁ, ସେ ଡାକି ନେଲେ। ଅବଶ୍ୟ ତାର କାରଣ ପଶ୍ଚାତରେ ଅଛି। ତାର କାରଣ କାହିଁକି ହେଲା, ମତେ ତା ଭିତରେ ସାବିତ୍ରୀ ଭିତରେ ପୁରେଇଲେ। ମୁଁ ଆଗରୁ ମତେ ପ୍ରସ୍ତୁତ କରୁଥିଲେ ସାବିତ୍ରୀକୁ ଯିବା ପାଇଁ। ମୁଁ ଯେତେବେଳେ ଜାଣି ପାରୁନଥିଲି, ମୋର ଭୟ ହେଇଛି ବୋଲି କହିଲେ, ମା ଆଉ ଗୋଟେ
रूम रे मत धरिकी नहीं श्रीमंत पाखे पहुंची कहली ये भय कर ଆପଣ ତା ଭୟ ଦୂର କରନ୍ତୁ ସେଠୁ ସେ କହିଲେ ତଥାସ୍ତୁ ଇତ୍ୟାଦି ହେଇଥିଲା। ମୁଁ ଏଟା ଜାଣିନଥିଲି କିଛି ବାହ୍ୟ ସତ୍ତାରେ। ତାପରେ ଯୋଉଦିନ ଏଇ କଥାଟି ଘଟିଲା ଠିକ ତା ପରେ ମୁଁ ଯୋଉ ପାଠଚକ୍ର କରୁଥିଲି ଏନକେ ଦାସଙ୍କ ଘରେ ଏନକେ ଦାସ ହଠାତ୍ ଗୋଟେ ପ୍ରସ୍ତାବ ଦେଲେ ସାବିତ୍ରୀ ଆମେ କାହିଁ ସାବିତ୍ରୀ ନ ପଢିକିରି ଆଲୋଚନା ନ କରିବା। ମୁଁ କିଛି କହିଲିନି ଘରକୁ ଆସିଲି ଚୁପ୍ କିନି ବସିଲି ତାଙ୍କୁ ପ୍ରେୟର କଲି ଏବଂ ନିର୍ଦ୍ଦେଶ ମିଳିଲା ଏ ପ୍ରୋସିଡ୍ ଆଇ ୱିଲ୍ ବି ଦେୟାର। ତେଣୁ ସେଇ ଦିନ ଠାରୁ ସେଇ ଶୁକ୍ରବାର ଠାରୁ ମୋର ସାବିତ୍ରୀ କ୍ଲାସ ଆରମ୍ଭ ହେଲା 2002 ମସିହାରୁ ପାଠଚକ୍ର। ଅବଶ୍ୟ ସେଇଟା ରୂପାନ୍ତରିତ ହେଲା କ୍ଲାସ ରେ 2009 ମସିହାରେ। 8 ମସିହାରେ ଅନ୍ୟାନ୍ୟ ଜିନିଷ ଥିଲା 9 ମସିହାରୁ 2009 ମସିହାରୁ ଧାରାବାହିକ ଭାବେ ବୁକ୍ 6 ରୁ ଆରମ୍ଭ ହେଲା ଆପଣ ମାନେ ଜାଣନ୍ତି। ସେମିତି ଏ ଅନୁଭୂତି ଟା ପ୍ରେରଣା ଗୋଟେ ଆସିଲା ତେଣୁ ମୁଁ କହିଦେଲି ଏ ଟଚ୍ କ୍ୟାନ୍ ଅଲ୍ଟର ଦି ଫିକ୍ସଡ ଫ୍ରଣ୍ଟ ଅଫ୍ ଫେଥ୍। ତାଙ୍କର ଏହି ସ୍ପର୍ଶ ମହାନିୟତିର ଦୃଢୀଭୂତ ସାମୁଖ୍ୟକୁ ପଲଟେଇ ଦେଇପାରେ। ସବୁ କିଛି ବଦଳେଇ ଦେଇପାରେ। ହଠାତ୍ ଏକ ଗତିମୋଡ ଆସିପାରେ, ଏକ ପଥା ଦେଖା ଦେଇପାରେ। ହଠାତ୍ ଏକ ଗତିମୋଡ ସଡନ ଟର୍ନ କ୍ୟାନ୍ କମ୍। ଏ ରୋଡ ଏପିୟର ଆଉ ଗୋଟେ ମାର୍ଗ ଦେଖାଯାଏ। ତେଣୁ ମୁଁ ବର୍ତ୍ତମାନ ବେଳେ ବେଳେ ଭାବୁଛି ସେଇଟା ମୋର ଗୋଟେ ଜନ୍ମଦିନ ଭଳିଆ। ଯାହା ହଉ ବ୍ୟକ୍ତିଗତ କଥା ଏତେ କୁହାଯିବା କଥା ନୁହେଁ କିନ୍ତୁ ଗୋଟେ ପ୍ରେରଣା ତ ପାଇଲି କହିବା ପାଇଁ କହିଦେଲି। ତାପରେ କଣ ହେଲା ଏ ଗ୍ରେଟର ମାଇଣ୍ଡ ମେ ସି ଏ ଗ୍ରେଟର ଟ୍ରୁଥ or we may find when all the rest has failed hid in ourself the key of perfect change। ଆପଣ ଦେଖନ୍ତୁ ସେଇ ଯୋଉ ସ୍ପର୍ଶ ଲାଭ କଲେ କଣ ହବ ଏ ଗ୍ରେଟର ମାଇଣ୍ଡ ମେ ସି ଦି ଗ୍ରେଟର ଟ୍ରୁଥ। ଏଇ ଯୋଉ ରିଜନ ହଉଛି ଲିଟିଲ ମାଇଣ୍ଡ ର କାମ। ଲିଟିଲ ମାଇଣ୍ଡ ର 3ଟି ଷ୍ଟେଜ ଭିତରୁ ଲାଷ୍ଟ ଷ୍ଟେଜ ଟା ହଉଛି ରିଜନ ବିଚାର ବୁଦ୍ଧି। ବିଚାର ବୁଦ୍ଧିକୁ ସବୁଠାରୁ ବହୁ ଗୁରୁତ୍ୱ ଦିଆଯାଇଛି ବର୍ତ୍ତମାନ। କାରଣ ତା ପରେ ପାର୍ଥିବ ଚେତନା ଉର୍ଦ୍ଧ୍ୱକୁ ଯାଇନାହିଁ। ଆମେ ସମସ୍ତେ ସୀମିତ ହେଇକି ରହିଛୁ ବିଚାର ବୁଦ୍ଧି ଭିତରେ। ଏବଂ ଏ ବିଚାର ବୁଦ୍ଧି କେତେ ପ୍ରକାର ଗ୍ରନ୍ଥ ରଚନା କରିଛି, କେତେ ବ୍ୟବସ୍ଥା କରିଛି, କେତେ କଣ ସବୁ କରିଛି ତାର କିଛି ହିସାବ ନାହିଁ। କେତେ ଗ୍ରନ୍ଥ ରଚନା ହେଇଛି, କେତେ କଣ ହେଇଛି ହିସାବ ନାହିଁ। ସବୁ ବିଚାର ବୁଦ୍ଧିର କାର୍ଯ୍ୟ ରିଜନ ର କାମ। ସେଥିପାଇଁ ଆମେ ରିଜନ କୁ ବହୁତ ଗୁରୁତ୍ୱ ଦଉଛୁ କାରଣ ତାର ବିୟଣ୍ଡ ଆମେ ଯାଇନାହୁଁ। ଏଠି କୁହାଯାଉଛି ଏକ ମହତ୍ତର ମହାମନ ଦେଖିପାରେ ଏକ ମହତ୍ତର ମହାସତ୍ୟ। ଯଦି କୌଣସି କାରଣରୁ ଆମ ଭିତରେ ଏକ ମହତ୍ତର ମହାମନ ପ୍ରକାଶିତ ହୁଏ ସିଏ ମହତ୍ତର ସତ୍ୟକୁ ଦେଖିପାରେ। ରିଜନ ଦ୍ଵାରା ମହତ୍ତର ସତ୍ୟ ଦେଖି ହବ ନାହିଁ। ରିଜନ ଦ୍ଵାରା ସତ୍ୟକୁ ଦେଖିପାରିବେ ନାହିଁ। ଏ କଥା ତାପରେ ଆସିଛି। We may find when all the rest has failed। ଆମ ଜୀବନରେ ଅଥବା ଯେତେବେଳେ ସବୁ କିଛି ବ୍ୟର୍ଥ ହୋଇଯିବ, ଯୋଉଟାକୁ ଧରିଲେ ଭାଙ୍ଗିଲା, ଯୋଉଟାକୁ ଧରିଲେ ଭାଙ୍ଗିଲା, ଯୋଉଟାକୁ ଧରିଲେ ନଷ୍ଟ ହେଲା, କୋଉଥିରେ ହେଲେ ଆମେ ସକ୍ସେସଫୁଲ ନୁହଁ, ହୁଏତ ଆମେ ସେତେବେଳେ ଦେଖିପାରୁ ଏମିତି କାହିଁକି ହଉଛି ଯଦି ବସିବୁ ଭାବିବୁ ଚିନ୍ତା କରିବୁ ଭିତରକୁ ଯିବୁ ଭିତରେ ଦେଖିବୁ ହୁଏତ ଆମେ ଦେଖିପାରୁ ଆମ ଭିତରେ ଲୁକାୟିତ ଥିବା ପରିପୂର୍ଣ୍ଣ ପରିବର୍ତ୍ତନର ଚାବି। ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ ଏଇ ଷ୍ଟେଜରେ ପହଞ୍ଚେ ତା ଜୀବନର ସବୁ ବ୍ୟର୍ଥ ହୁଏ, କୋଉଥିରେ ହାତ ଦେଲେ ସେ କାର୍ଯ୍ୟକାରୀ ହେଇପାରେନି, ସେତେବେଳେ ସେ ଯଦି ଧୀର ସ୍ଥିର ଭାବରେ ଯଥା ସମ୍ଭବ ଯେତେ ପାରେ ନୀରବ ରହେ, ବିଦ୍ରୋହ ନ କରି ଭଗବାନଙ୍କୁ ଦୋଷ ନ ଦେଇ ଏ ଭଗବାନ ତମେ କି ଦୋଷ କରିଥିଲି ମତେ ଏଥିରେ ପକେଇଛ, କେବେ ବି ଆମେ ଭଗବାନଙ୍କୁ ଅଭିଯୋଗ କରିବା ନାହିଁ।
ଅଭିଯୋଗ କରିବା ଏକ ଅହଙ୍କାରର କାର୍ଯ୍ୟ। ଭଗବାନଙ୍କ ପାଖରେ କିଛି ଅଭିଯୋଗ କରାଯାଏନି, ସମର୍ପଣ କରାଯାଏ। ଅଭିଯୋଗର ବିପରୀତ ହଉଛି ସମର୍ପଣ। ଭଗବାନ ଯାହା ମତେ ଦେଇଛ ମୁଁ ତମ ଚରଣ ତଳେ ସମର୍ପଣ କରୁଛି। ଯଦି ଏଇ କାର୍ଯ୍ୟ ମୋ ପାଇଁ ଦରକାର, ଏଇ ଅବସ୍ଥାଟା ଯଦି ମୋ ପାଇଁ ଦରକାର ଆପଣ ଦେଇଛନ୍ତି, ତାହେଲେ ଏଇଟା ମୁଁ ସମର୍ପଣ କରୁଛି, ଆପଣ ମତେ ଏଇଠୁ ଉପରକୁ ଉଠେଇ ନିଅନ୍ତୁ। ଅଭିଯୋଗ ନାହିଁ। କିନ୍ତୁ ଆପଣ ଦେଖନ୍ତୁ ଆମର ଯେତେ ପ୍ରାର୍ଥନା ଜଗନ୍ନାଥଙ୍କ ପାଖରେ ହେଇଛି ସବୁ ଅଧିକାଂଶ ଅଭିଯୋଗ। ମତେ ଏଇଟା କାହିଁ ଦେଲ, ସେଇଟା କାହିଁ ଦେଲନି, ତାକୁ କାହିଁ ଦେଲ, ମତେ କଣ ଦେଲି, ମୁଁ କି ପାପ କରିଥିଲି, ମତେ ଭିତରେ ଅଭିଯୋଗ ଅଭିଯୋଗ ପୂର୍ଣ୍ଣ ରୂପରେ ଅଭିଯୋଗ କେହି ସରେଣ୍ଡର କରନ୍ତି। କିନ୍ତୁ ହାତ ଟେକି ଦିଅନ୍ତି, ସରେଣ୍ଡର ନୁହେଁ, ଖାଲି ଅଭିଯୋଗ। ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ଅହଙ୍କାରର ଗୋଟେ କ୍ରିୟା। ତେଣୁ ଭଗବାନଙ୍କ ପାଖରେ ଅଭିଯୋଗ କରିବନି। ଏଠି ସେମିତି ହଉଛି ଯେ କଣ ହବ ନା ଯେତେବେଳେ ସବୁ କିଛି ବ୍ୟର୍ଥ ହୋଇଯାଏ ଆମେ ହୁଏ, ଆମେ ଯଦି ଶାନ୍ତ ଭାବରେ ଧୀର ଭାବରେ ଚୁପଚାପ ବସୁ, ବସିକିରି ଭିତରକୁ ଦର୍ଶନ କରୁ, ଭିତରକୁ ଦେଖିବାକୁ ଚେଷ୍ଟା କରୁ, ଭିତରେ ପ୍ରବେଶ କରିବାକୁ ଦେଖିପାରୁ, ତାହେଲେ କଣ ହବ, ସିଏ ହୁଏତ କଣ ଆମ ଭିତରେ ଲୁକାୟିତ ଥିବା ପରିପୂର୍ଣ୍ଣ ପରିବର୍ତ୍ତନର ଚାବି ମିଳିବ। ଏସବୁ ଅବସ୍ଥା ମୋ ପାଇଁ କାହିଁକି ଆସିଛି? ମୁଁ ଭିତରକୁ ପ୍ରବେଶ କରିକି ଚାବିଟାକୁ ପାଇନି। ଯୋଉ ଚାବିଟା ପାଇଲେ ଏ ଦୁଃଖ ଦୁର୍ଦ୍ଦଶା ମୋର ଚାଲିଯିବ। ଆମ ଭିତରେ ସେ ଚାବିଟି ଅଛି। ପ୍ରଭୁ ଏଠି ସେଥିପାଇଁ ଦର୍ଶଉଛନ୍ତି ଆମକୁ, ଆମ ଭିତରେ ଲୁକାୟିତ ଥିବା ପରିପୂର୍ଣ୍ଣ ପରିବର୍ତ୍ତନର ଚାବି। ଆମେ ରୂପାନ୍ତରିତ ହେବା, ଆମେ ପରିବର୍ତ୍ତିତ ହେବା, ଆମେ ଆଗକୁ ଯାଇପାରିବା। ୟାର ଯୋଉ ଚାବି, ସେଇ ଚାବିଟା ଆମ ଅନ୍ତର ଭିତରେ ରହିଛି। ଆମେ ତାକୁ ଦେଖିପାରିବା ଯଦି ଶାନ୍ତ ଭାବରେ, ଧୀର ଭାବରେ ଭଗବାନଙ୍କୁ ପୂର୍ଣ୍ଣ ରୂପେ ସମର୍ଥନ କରି, ବିଶ୍ୱାସ କରି ଚୁପଚାପ ରହିବା। ବିଦ୍ରୋହ ନାହିଁ। ତାପରେ କଣ କହୁଛନ୍ତି, ଆମ ଜୀବନ ଧାରା ଯାହା ମୂର୍ଚ୍ଚିକାରେ ଭୂଲୁଣ୍ଠିତ ହୋଇଛି ସେଠାରୁ ଆରୋହଣ କରି, ascending from the soil where creep our days, earth's consciousness may vary with the sun, our mortal life ride on the spirit's wings, our finite thoughts commune with infinite। କଣ ସବୁ ଘଟିବ, ଏଥିରେ ସେ ଘଟିବା ଜିନିଷଟା କି ପ୍ରଭୁ ଦର୍ଶେଇଛନ୍ତି। ଯଦି ଏ କଥା ତମ ଭିତରେ ଘଟେ, ତାହେଲେ ଜୀବନ ଧାରାର ମୂର୍ତ୍ତିକାରେ ଭୁଲୁଣ୍ଠିତ ହୋଇ ରହିଛି ଆମର ଆରୋହଣ କରିବା। ଯୋଉ ଜୀବନ ଧାରା ଆମେ ଚଳି ଆସିଛୁ, ଯୋଉ ଜୀବନ ଧାରାର ଭୁଲୁଣ୍ଠିତ ହେଇଯାଇଛୁ, ମାଟିରେ ମିଶି ଯାଇଛୁ, ନାନା ଦୁଃଖ ଯନ୍ତ୍ରଣା ଭିତରେ ଅଛି, ଯାହାକୁ ଧରିଲେ ଭାଙ୍ଗି ଯାଉଛି, ଯାହାକୁ ଧରିଲେ ନଷ୍ଟ ହେଇଯାଉଛି, ଏଭଳି ଯୋଉ ଭୁଲୁଣ୍ଠିତ ଅବସ୍ଥାରେ ଅଛୁ, ସେଇଠାରୁ ଆରୋହଣ କରିବାର ବାଟ ମିଳିବ। ଆରୋହଣ କରି ପାର୍ଥିବ ଚେତନା ପାର ହୋଇ ଦିବ୍ୟ ସୂର୍ଯ୍ୟ ସହ ପରିଣୟ ସୂତ୍ରରେ ଆବଦ୍ଧ। ସେଇଥିରୁ ଆମେ ଉପରକୁ ଉଠିବା, ଆଗକୁ ଯିବା। ଆଗକୁ ଯାଇକି ଦିବ୍ୟ ସୂର୍ଯ୍ୟର ଅର୍ଥ ହଉଛି ଆଉ ଏକ ଆଲୋକ, ଆଉ ଏକ କ୍ରିୟା, ଆଉ ଏକ ଆଲୋକ, ଆଉ ଏକ ଶକ୍ତି, ଆଉ ଏକ ଜ୍ଞାନ। ଏ ଅଜ୍ଞାନତାର ଭୁଲୁଣ୍ଠିତରୁ ଉଠେଇ ଦେଇକିରି ଆଉ ଏକ ଜ୍ଞାନ, ନୂତନ ଜ୍ଞାନ ଦିବ୍ୟ ସୂତ୍ରରେ ଆମର ଆବଦ୍ଧ ହେଇକି ରହିବା। ଆୱାର ମୋର୍ଟାଲ ଲାଇଫ ରାଇଡ ଅନ ଦି, କଣ ହବ ତାପରେ, ସ୍ପିରିଟ୍ସ ୱିଙ୍ଗସ, ଆମ ଭିତରେ ଅନ୍ତରସ୍ଥ ଭଗବାନଙ୍କର ଅନ୍ତରସ୍ଥ ଆତ୍ମାଙ୍କର ଉଡି ଯିବାର କ୍ଷମତା ଅଛି। ଏକ ପକ୍ଷୀ ଭଳି ସିଏ ଉଡି ଯାଇପାରିବେ ଏବଂ ତାଙ୍କର ସେଇ ପକ୍ଷ ଭିତରେ ଆମକୁ ବସେଇ ଦେବେ। ଅନ୍ତରାତ୍ମାଙ୍କର ମୁଖ ଭିତରେ ଆମକୁ ବସେଇ ଦେବେ ଏବଂ ଆମକୁ ପକ୍ଷକୁ ବସେଇ ଦେଇକିରି ଆମକୁ ଉପରକୁ ଉଡେଇ ନେବେ। ଆମର ନଶ୍ୱର ଜୀବନ, ଏଇ ମୋର୍ଟାଲ ଲାଇଫ, ଏଇ ମୃତ ଜୀବନ ଅର୍ତ୍ତସତ୍ତାଙ୍କର ପକ୍ଷ ଉପରେ ସବାର ହୋଇ ଉଡି ଯାଇପାରେ। ଯଦି ଆମେ ଏକଥା କରୁ, ଭଗବାନଙ୍କୁ ସମର୍ପଣ କରୁ, ଯାହା ସିଏ ଦେଇଛନ୍ତି ତାକୁ ଗ୍ରହଣ କରୁ, ଏବଂ ସେଥିରେ ଦିଟା କଥା ଅଛି, ଗୋଟେ ଅବସ୍ଥାରେ ତୃପ୍ତ ହେଇପାରୁ, ଆଉ ଗୋଟେ ଅବସ୍ଥାରେ ଅତୃପ୍ତ ରହିପାରୁ। ତୃପ୍ତ ହେବ କଣ
ସାଧାରଣ ଦୃଷ୍ଟିକୋଣରୁ ପାର୍ଥିବ ଦୃଷ୍ଟିକୋଣରୁ ଯାହା ଦେଇଛ ମା ମତେ ସେତିକି ଯଥେଷ୍ଟ ହେଇଛି। ଏତିକି ଦୟାକରି ମତେ ଦେଇଛ, ତେଣୁ ମୁଁ ତୁମକୁ ଅଭିଯୋଗ କରୁନି। ଅତୃପ୍ତ ହବ କୋଉଥିରେ? ଯୋଉ ଜିନିଷଟା ଖୋଲିନି ସେ ଦିଗରେ ଅତୃପ୍ତ ରହିବ। ସେ ଜିନିଷକୁ ଅତୃପ୍ତ ରହିକିରି କାମନା କରିବୁ ସେ ଜିନିଷଟା ମୋ ଭିତରେ ଖୋଲି ଯାଉ, ଯୋଉଟା ଏ ପର୍ଯ୍ୟନ୍ତ ହେଇନି। ସାବିତ୍ରୀରେ ଅଛି ଗୋଟେ ଲାଇନ ବୁକ୍ 11 ରେ ଯେ ସାବିତ୍ରୀ କହୁଛନ୍ତି ୟାକୁ ସଚ୍ଚିଦାନନ୍ଦକୁ, ତୁମେ ହେଉଛ ଗୋଟେ ମ୍ୟୁଜିସିଆନ, ମୁଁ ହଉଛି ଗୋଟିଏ ମାତ୍ର ବଇଁଶୀ ନଳା, ଗୋଟେ ବାଉଁଶ ନଳା। ସେ ନଳରେ 7ଟା ରନ୍ଧ୍ର ମୋର ଅଛି। ସେ ରନ୍ଧ୍ରକୁ ନେଇକରି ତୁମେ ମ୍ୟୁଜିକ ଗୋଟେ ଯନ୍ତ୍ର ଦରକାର, ତୁମେ ମ୍ୟୁଜିକ ତିଆରି କରୁଛ। ମ୍ୟୁଜିକ ଟା ତମର କିଏ? ତମେ ମ୍ୟୁଜିସିଆନ, ତମର ମ୍ୟୁଜିକ ଟା ହେଲା ଏ ସଂସାର। ଏ ସଂସାରକୁ ମ୍ୟୁଜିକ ଟାକୁ ତିଆରି କରିଛ ମୋ ଭଳିଆ ଗୋଟେ ବାଉଁଶ ନଳୀ ନେଇକି। ମୋ ଭିତରେ କିଛି ନାହିଁ, ଖୋଲାଟା ଫମ୍ପାଟା ତୁମେ ତିଆରି କରିଛ। କିନ୍ତୁ ତୁମକୁ ତିଆରି କରିବା ହେଲେ ଗୋଟେ ଯନ୍ତ୍ର ଦରକାର। ସଙ୍ଗୀତଜ୍ଞ ଜଣେ ଗୋଟେ ନୂଆ ସଙ୍ଗୀତ କରିବାକୁ ହେଲେ କଣ ହେଲେ ଗୋଟେ ଯନ୍ତ୍ର ଦରକାର, ତା ଜରିଆରେ ସେ କରେ। ମୁଁ ହଉଛି ସେଇ ଯନ୍ତ୍ର। ମତେ ଯାଇକିରି ତୁମେ ଯୋଉ ସଙ୍ଗୀତ ସଂସାର ସଙ୍ଗୀତଟି ତିଆରି କରିଛ, ସମସ୍ତ ପ୍ରକାର ଦୁଃଖ ଯନ୍ତ୍ରଣା କ୍ଷତ ଏଇ ଭିତରେ ତା ଭିତରେ ଅଛି। ସେ ମ୍ୟୁଜିକ ଟା ଆଉ ଦରକାର ନାହିଁ, ଶୀଘ୍ର ଆକୁ ସାରିଦିଅ। ଆଉ ଯେତେ ଦିନ ହବା କଥା ଆକୁ ସାରିଦିଅ। ତା ପରବର୍ତ୍ତୀ ଯୋଉ ସଙ୍ଗୀତ ଅଛି ସେ ସଙ୍ଗୀତକୁ ଆବିଷ୍କାର କର। ମୁଁ ସେଇ ଯନ୍ତ୍ର ହିସାବରେ କାର୍ଯ୍ୟ କରିବି ତୁମର ଆଦେଶ ନେଇକି। ସେ ସଙ୍ଗୀତକୁ ବାହାର କର। ସେଇଭଳି ଆମର କଣ ହବ? ଆମର ଶାନ୍ତ ଚିନ୍ତାରାଜି ଅନନ୍ତଙ୍କ ସଙ୍ଗରେ ଭାଗ ବିନିମୟ କରିବ। ଆମର ନଶ୍ୱର ଜୀବନ ଅନ୍ତଃସତ୍ତ୍ୱାଙ୍କ ପକ୍ଷ ଦୀପ ଉପରେ ସବାର ହୋଇ ଉଡି ଯାଇପାରେ, ଏଇଟା ସମ୍ଭବ। ଏଇଟା ସମ୍ଭବ ହେଇପାରେ। ଆମେ ନିଜକୁ ତାକୁ ଲିମିଟ କରିଦଉଛେ, ଆଗକୁ ଯାଇପାରୁନେ। ଏବଂ ଆମର ଶାନ୍ତ ଚିନ୍ତାରାଜି ଅନନ୍ତଙ୍କ ସଙ୍ଗେ ଭାବ ବିନିମୟ କରିପାରେ। ଶାନ୍ତ ଚିନ୍ତାରାଜି ଅନନ୍ତଙ୍କ ସାଙ୍ଗରେ ଭାବ ବିନିମୟ କରାଯାଇପାରେ। ଏଇଠି ସରିଲା ଆମର ଗଲା ଥରର ଯୋଉ ଛାଡିଥିଲେ। ଏବଂ ଆଜିର କାଗଜକୁ ଆପଣ ଆସନ୍ତୁ ପୃଷ୍ଠା 30 କୁ। ମୁଁ ଭାବୁଛି ଆମେ ଏଠି ବର୍ତ୍ତମାନ ଗୋଟେ ବ୍ରେକ୍ ନବା। 52 ହେଇଗଲା। 8 ମିନିଟ ନେଇଦବା, ଆମେ ଠିକ 11ଟାରେ ପହଞ୍ଚିବା। In the bright kingdom of the rising sun. ସୂର୍ଯ୍ୟ ଉଦୟ ହଉଛନ୍ତି, ଅର୍ଥାତ୍ ପାର୍ଥିବ ଚେତନାରେ ଆଲୋକ ପ୍ରକାଶିତ ହେଇଛି। ସେ ଆଲୋକଟା କଣ? ଲିଟିଲ ମାଇଣ୍ଡ। ଯେତେବେଳେ ଦୁଃଖ ଯନ୍ତ୍ରଣା ଭିତରେ ସମ୍ପୂର୍ଣ୍ଣ ରୂପରେ ଅନ୍ଧକାରଗ୍ରସ୍ତ ଅଜ୍ଞାନଗ୍ରସ୍ତ ପାର୍ଥିବ ଚେତନାରେ ମାଇଣ୍ଡ ପ୍ରକାଶିତ ହେଲା, ସାବିତ୍ରୀ ମାଇଣ୍ଡର ପ୍ରକାଶିତ କଥା ଲେଖିଛନ୍ତି। ସାବିତ୍ରୀ ଲିଟିଲ ମାଇଣ୍ଡ ଆରମ୍ଭରେ, ଆମେ ଯେତେବେଳେ ଲିଟିଲ ମାଇଣ୍ଡ ଆରମ୍ଭରେ ଆମେ ଦେଖିଛେ, ସେଥିରେ ଲେଖା ହେଇଛି, ଲିଟିଲ ମାଇଣ୍ଡ ଆରମ୍ଭରେ ଏ କଥା ଲେଖା ହେଇଛି, 2-4 ଲାଇନ ଛାଡି ଦେଇକି ପଢିବେ। ସେଇଟା ଯେତେବେଳେ ପ୍ରଥମେ ସୂର୍ଯ୍ୟ ଉଦୟ ହଉଛନ୍ତି, ଅର୍ଥାତ୍ ଆଲୋକ ପ୍ରବେଶ କରୁଛି, ମନ ଆକାରରେ ଆଲୋକ ପ୍ରବେଶ କରୁଛି ପାର୍ଥିବ ଚେତନା। ତେଣୁ ସେ ହଉଛି ରାଇଜିଂ ସନ୍। ରାଇଜିଂ ସନ୍ ରେ କଣ ହୁଏ? ସୂର୍ଯ୍ୟ ଉଦୟ ହୁଅନ୍ତି, ଆଲୋକ ପ୍ରକାଶିତ କରନ୍ତି। କିନ୍ତୁ ତାଙ୍କ ତୀବ୍ରତା ପ୍ରକାଶିତ ହେଇନଥାଏ। ସେ ରାଇଜିଂ ସନ୍ ଦେବେ, ଆଗକୁ ଉଠି ଉଠି ଯିବେ, ତୀବ୍ରତା ବଢି ବଢି ବଢିଯିବ। ସେମିତି ଏଇ ଯୋଉ ମନଟା ସେତିକିବେଳେ ପ୍ରକାଶିତ ହେଇଛି, ସିଏ ହଉଛି କେବଳ ରାଇଜିଂ ସନ୍। ଉଦୀୟମାନ ମହାସୂର୍ଯ୍ୟର ଉଜ୍ଜ୍ୱଳ ରାଜ୍ୟ ସବୁରେ ଉଦୀୟମାନ ମହାସୂର୍ଯ୍ୟ ସେ ଉଦୟ ହଉଛନ୍ତି, ଆଲୋକର ଏକ ସାମର୍ଥ୍ୟ ମଧ୍ୟକୁ ସବୁ କିଛିର ଏକ ଜନ୍ମ। ଅର୍ଥାତ୍ ଯେତେବେଳେ ପ୍ରଥମେ ଲିଟିଲ ମାଇଣ୍ଡ ସଂସାର ଭିତରକୁ ଆସିଲା, ସେତେବେଳେ ସବୁ କିଛି ଜନ୍ମ ହେଲା। ଆଉ ଅନ୍ୟାନ୍ୟ ଜିନିଷ ଜାଣିବାକୁ ହେଲା, କିଛି ଜ୍ଞାନ ଉଦୟ ହେଲା, କିଛି ଆଲୋକ ମିଳିଲା। ତାପରେ କଣ ଘଟେ? All here deformed, gods were in happy state.
Here all is mixed and marred, there pure and white, whole. অর্থাৎ আলোকর ক্ষেত্রে ଆମ এই ক্ষেত্রে ଅନ୍ଧକାର ক্ষেত্রে অଜ୍ଞାନ ক্ষেତ୍ରରେ ସବୁ କିଛି ବିକୃତ ଆମର ପ୍ରତ୍ୟେକ କଥା ଏଠି ବିକୃତ ହୋଇଯାଇଛି ସବୁ କିଛି ସେଠାରେ କିନ୍ତୁ ସେ ଊର୍ଦ୍ଧ୍ୱରେ ଯୋଉଠି ଆଲୋକ ପ୍ରକାଶିତ ହେଇଛି ଆଲୋକ ହେଇଛି ସେ ଊର୍ଦ୍ଧ୍ୱରେ ସବୁ ତାଙ୍କର ରୂପ ରୂପ ସବୁ ସେଠାରେ ସୁରକ୍ଷିତ ରହିଛି ପୂର୍ଣ୍ଣ ରୂପ ସେଥିରେ ସୁରକ୍ଷିତ ଆକାର ସବୁ ସୁରକ୍ଷିତ ରହିଛି ଏଠାରେ ସବୁ କିଛି ମିଶ୍ରିତ ଓ ଭ୍ରଷ୍ଟ ଏ ଅଜ୍ଞାନ କ୍ଷେତ୍ରରେ ସବୁ କିଛି ମିଶ୍ରିତ ସବୁ ମିଶିଛି ତା ଭିତରେ ସେଇଥିରୁ ହିଁ ଦୁଃଖ ଯନ୍ତ୍ରଣା ଜାତ ହଉଛି ସବୁ ସେ ସବୁ ମିଶିକି ରହିଛି ଭ୍ରଷ୍ଟ ସେଠାରେ ସବୁ କିଛି ବିଶୁଦ୍ଧ ଓ ପୂର୍ଣ୍ଣ ହୋଇ ରହିଥାଏ ପରମାଲୋକର କ୍ଷେତ୍ରରେ ସବୁ ପୂର୍ଣ୍ଣ ହେଇଯାଇଥାଏ ଆଲୋକଟା ଏଠି ସୂର୍ଯ୍ୟ ଉଦୟ ହଉଛନ୍ତି ନା ତେଣୁ ଦେଖାଯାଉଛି କିଛି କିଛି ଦେଖାଯାଉଛି ଏଠି ସବୁ କିଛି ମିଶ୍ରିତ ଓ ଭ୍ରଷ୍ଟ ସେଠାରେ ସବୁ ବିଶୁଦ୍ଧ yet each is a passing step a moment's phase ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଏଥିରେ କୁହାଯାଇଛି ତଥାପି ପ୍ରତ୍ୟେକଟି ଏକ ଅପସରି ଯାଇଥିବା ପଦକ୍ଷେପ ଏକ ମୁହୂର୍ତ୍ତର ପର୍ଯ୍ୟାୟ ଯୋଉ ରିଜନ ମାଇଣ୍ଡ ଏଠିରେ ପ୍ରକାଶିତ ହେଇଛି ଏବଂ ଯୋଉ ରିଜନ ମାଇଣ୍ଡକୁ ବର୍ତ୍ତମାନ ସବୁଠାରୁ ବେଶୀ ଗୁରୁତ୍ୱ ଦିଆଯାଉଛି ଯୋଉ ରିଜନ ମାଇଣ୍ଡ ବଳରେ ସୃଷ୍ଟିରେ ଏତେ ପ୍ରକାର ଜ୍ଞାନ ପ୍ରଦୀପ୍ତ ହେଇକି ବାହାରକୁ ବାହାରିଛି ନାନା ଗ୍ରନ୍ଥ ସବୁ ରଚନା ହେଇଛି ନାନା ଗ୍ରନ୍ଥ ସେଇଟି ହଉଛି ଏକ ପାସିଂ ଷ୍ଟେପ ଅର୍ଥାତ୍ ସିଏ ପାଛକୁ ଘୁଞ୍ଚିଯିବ ଯଦି ଜଣେ ସିଡି ଉଠୁଛି ସେ ସିଡି ଉଠିରେ ଯୋଉ ଷ୍ଟେପଟା ଗଲା ସେଇଟା ହେଲା ପାସିଂ ଷ୍ଟେପ ଆଉ ଗୋଟେ ଷ୍ଟେପରେ ଚଢିବ ତଳଟା ହେଇଗଲା ପାସିଂ ଷ୍ଟେପ ଆଉ ଗୋଟେ ଚଢିବ ଆରଟା ହେଲା ପାସିଂ ଷ୍ଟେପ ଯୋଉଟା ପାସ୍ ହେଇକି ପଳଉଛି ଯୋଉ ଷ୍ଟେପ ପାର୍ଥିବ ଚେତନା ଏଠି ଯୋଉ ପ୍ରକାଶିତ ହେଇ ଚାଲିଛି ରିଜନ ବର୍ତ୍ତମାନ ପାସିଂ ଷ୍ଟେପ ହେଇଗଲା ରିଜନ ଉପରେ ଆହୁରି ଗୋଟେ ମନର ଉଚ୍ଚତର ଆସନ ହାତ ଆସି ପହଞ୍ଚିଲା କଣ ହବ ପ୍ରତ୍ୟେକଟି ଏତେ ଉଚ୍ଚତର ରିଜନ ବିଚାର ବୁଦ୍ଧିର ଏତେ ଉଚ୍ଚ କ୍ଷମତା ଏତେ କଥା ରହିଛି ତଥାପି ସେ ଲିଟିଲ ମାଇଣ୍ଡର ଗୋଟେ ଅଂଶ ଏବଂ ଏଇଟା ଗୋଟେ ପାସିଂ ଷ୍ଟେଜ ପ୍ରତ୍ୟେକଟି ଏକ ଅପସରି ଯାଇଥିବା ପଦକ୍ଷେପ ଏକ ମୁହୂର୍ତ୍ତର ପର୍ଯ୍ୟାୟ ଏ ଗୋଟେ ମୁହୂର୍ତ୍ତ ଅଳ୍ପ ମୁହୂର୍ତ୍ତର ପର୍ଯ୍ୟାୟ ରିଜନିଂ ମାଇଣ୍ଡ ଯୋଉ ଦିନଠୁ ଆରମ୍ଭ ହେଲା ବିଜ୍ଞାନ କହନ୍ତୁ ଦାର୍ଶନିକତା କହନ୍ତୁ ଯେତେ ଜ୍ଞାନ ମଣ୍ଡଳ ସବୁ ଭିତରେ ଅଛି ସବୁ ବିଚାର ବୁଦ୍ଧିର ବିଚାର ରିଜନର ବିଚାର ଏବଂ ତାର ଆପଣା କ୍ରିୟାବଳୀ ଅତିକ୍ରାନ୍ତ ଏକ ମହତ୍ତର ମହାସତ୍ୟ ପ୍ରତି ଜାଗ୍ରତ ହୋଇ awake to a greater truth beyond her acts the mediatrix sat and saw her works and felt the marvel in them and the force, but knew that the power behind the face of time. କାହାକୁ ଲକ୍ଷ୍ୟ କରି କୁହାଯାଇଛି ରିଜନକୁ ଲକ୍ଷ୍ୟ କରି କୁହାଯାଇଛି ହର ମିନ୍ସ ରିଜନ ଏ ଯୋଉ ଲିଟିଲ ମାଇଣ୍ଡର ଯୋଉ ରିଜନ ସେ ରିଜନ କଥା କୁହାଯାଇଛି କଣ ଆପଣା କ୍ରିୟାବଳୀ ଅତିକ୍ରାନ୍ତ ଏକ ମହତ୍ତର ଦିବ୍ୟ ଶକ୍ତି ଜାଗ୍ରତ ହୋଇ ଇଭଲ୍ୟୁସନର ପ୍ରୋସେସରେ ଏକ ଉଚ୍ଚତର କଥାକୁ ଜାଗ୍ରତ ହୋଇ ଏ ମନ ଉଠିବ ଉପରକୁ ଏହି ମଧ୍ୟସ୍ଥ ଶକ୍ତି ଆସିନ ଏ ମଧ୍ୟସ୍ଥି ଶକ୍ତି କିଏ ରିଜନ ଇଜ ଦି ମଧ୍ୟସ୍ଥି ଶକ୍ତି ଅର୍ଥାତ୍ ଆହୁରି ବହୁ ବାଟ ଆଗକୁ ସେ ଯିବ ଅନ୍ଧକାର ଭିତରୁ ଉଠି ଆସୁଛି ତେଣୁ ସିଏ ସେଠାରେ କଣ ହେଲା ଏଇ ଆସୀନ ହୁଏ ମଝିରେ ଶକ୍ତିରେ ବସିଲା ଏ କ୍ରିୟାବଳୀକୁ ପଛକୁ ଅନେଇକି ଦେଖୁଛି ବର୍ତ୍ତମାନ ରିଜନିଂ ମାଇଣ୍ଡ କଣ କରୁଛି ପଶ୍ଚାତରେ ସବୁ କଣ ଘଟିଥିଲା ତାକୁ ଦେଖୁଛି ଯାହାକୁ ଆମେ ପରମ୍ପରା କହୁଛୁ
से परंपरा को सब देखुची परंपरा या थिला या थिला या थिला आमे ताकू बर्तन जाबुड़ी धरिया को चाहू परंपरा को से परंपरा को क्रॉस कर आगु को जो पड़िबो से परंपरा काम सरीलानी से ताकू जाबुड़ी की धरि ताकू खाली आमे देखिया कथा बसिक देखियो को ठीक अछि एवं मीडियाट्रिक्स होची मध्यस्थी शक्ति गोटे शक्ति मध्यस्थी बसिया शक्ति रीजन सी एक शक्ति फेल्ट द मार्वल इन देम एंड द फोर्स तार जो कार्यकलाप सब देखिला से भितर कौन गला से अनुभव करे एथिरे गोटे लाइन आपण जोड़ी पारते एथिरे से सब मध्य निहित चमत्कारिता निहित चमत्कारटा अच्छे से सब मध्यटा छाड़ी दिया जोड़ी पारते आपण एवं अनुभव करे से सब मध्य निहित चमत्कारिता और शक्ति पछकू देखे पछुक जो चमत्कारिता अच्छी जो शक्ति अच्छी सब देखुची बस डिस्कार्ड करने पूर्व देखुची से रिजन सब देखुची बट न्यू द पावर बिहाइंड द फेस ऑफ टाइम महाकाल मुखमंडल पश्चात महाकाल मुखमंडल पश्चात सामर्थ्य को जाने केते गभीर कथा कहुई महाकाल जहाँ आगु को देखे सृष्टि को से दिगरे परिचालित करे से जिनसर किसी नूतनत्व अच्छी रिजन तो जगार बसिक पछक देखिक एनालिसिस कर चमत्कारिता को देखुची सब करुच्ची अनुभव करुच्ची एथि सहित महाकाल को जो अनौची बुलिकी महाकाल को जो देखुची तार पश्चात महाकाल पश्चात सामर्थ्य को जानी अनुभव करनी जानी ही न्यू बट न्यू ताकू जानिला सी जानी द पावर बिहाइंड द फेस ऑफ टाइम महाकाल पश्चात कौन अच्छी ताकू जानुची शी डिड द टास्क ओवर्ड द knowledge given her deep heart yearned towards great ideal things and from the light booked out to wider light देखुची से जानी किंतु अनुभव पर्यंत आसे रीजनिंग माइंड रे पर्यंत अनुभव आसेनी ऊपर को जावा केन से देखुची महाकाल पश्चात से देखुची आ सत्य सब रही से कार्यभार संपादन करे किंतु रीजनिंग माइंड को जो कार्य दिया जायतिला से कार्य को से संपादन करुची पदार्थ ज्ञान आज्ञा बही ताकू जो ज्ञान या द्वारा दिया जायछि तार आज्ञा मत हो से आगो को मारी आसी पर्यंत आसले पर्यंत रीजन जहाँ आसी आज्ञा हो आसी तार गभीर हृदय महतादर्श विषय वस्तु प्रति व्याकुल किंतु से जो देखुची जे टाइम रो पश्चात आहरी उच्चतर शक्ति जिनस रही भितर से रीजनिंग माइंड रे कौन होची गभीर हृदय महतादर्श बेकुल आकांक्षित होते मत मिले मुझे पहुंची आकुलित होकर चाहूँगी एवं आलोक प्रशस्त आलोक दिगरे दृष्टिपात कर ये जो सामान्य आलोक रीजन माइंड ऊर्ध्वर थिबा प्रशस्तर आलोक दिगु रीजन माइंड चाहूँगी आपण देखु को क्षेत्र में रीजन माइंड चाहूँगी जाकू भगवत स्पर्श मिली ऊर्ध्व को जीवापे हम से रीजनिंग माइंड ता भीतर थिबा रीजनिंग माइंड आगू देखु हर डीप हार्ट yearn towards the great ideal things पर गभीर हृदय महतादर्श विषय प्रति व्याकुलाकांक्षित हो उठे एवं आलोक प्रशस्त आलोक दिगरे दृष्टिपात करुଥାଏ कारण ए ब्रिलियंट हर्ज ड्रॉन अराउंड हर नेरो हर पावर देखुचे किसी करि परनी काहे देखुची आगु को जाई हबो आलोटा दृष्टि जानुची किंतु ता चतुर्पार्श्व जे घेरिकी रही से ताकू छाड़ू
कौनटा धरी चतुर्पार्श्व ब्रिलियंट हेड्स एक समुज्वल बेष्टनी रिजनिंग माइंड टा गोटे समुज्वल जिनस से समुज्वल बेष्टनी भितर से रिजनिंग माइंड टा रही एक समुज्वल बेष्टनी तार चतुर्दिगरे ताकू घेरी रखी तार सामर्थ्य को संकुचित कर तार जो सामर्थ्य आगू जावाई से आउ जापरुनी आरी भितर रही जाऊँ तार सीमित कार्य परिसर प्रति विश्वस्त रही से सर्मत थाए किंतु जाने तार सर्वोच्च प्रशस्ततम दृष्टता है एक अर्धान्वेषण मात्र तार चूड़ांत पराक्रमशाली क्रियावली एक प्रवेश पथ बा एक पर्याय रीजनिंग माइंड का जानिला रीजनिंग माइंड जानिला सबु ग्रंथ देखि सारला परे दर्शन शास्त्र देखि सारला परे भी आगु कौन अच्छी देखुची किंतु क्रियाशील हो पारुनी से कहूँ जे तार गभीर हृदय वाला से कहूँ तार सीमित कार्य परिसर प्रति विश्वस्त रही तार जो सीमित परिवेश रहा तारी भितर विश्वस्त रही से श्रमरत थाए कार्य कर किंतु जाने समर्थ थाए किंतु जाने तार सर्वोच्च प्रशस्ततम दुष्टता है एक अन्वेषण मात्र कौनटा जाने ना जिते उच्चतर सर्वोच्च प्रशस्तर दुष्टता दृश्य आगु को जहाँ सब देखुची सी हूँ से सर्वोच्च दृष्टि प्रशस्ततम दृष्टि ता भितर जहाँ देखुची से अर्धान्वेषण मात्र तार अन्वेषण पूर्ण हैनी हाफ सर्च अर्ध अनुसरण मात्र कारण ताकू वास्तवता भितर को आनी पारनी से देखुची खाली ऊर्ध्वरे देखुची तार चूड़ांत पराक्रमशाली क्रियावली रीजनिंग माइंड रो चूड़ांत पराक्रमशाली क्रियावली रीजनिंग माइंड छोटकाटिया नुहे से पराक्रमशाली शक्तिशाली सी ता नहले एते दर्शन ग्रंथ विज्ञान एते सब हेई न संता चूड़ांत पराक्रमशाली क्रियावली एक कथा हेले सुद्धा रीजनिंग माइंड गोटे प्रवेश पथ पासिंग स्टेज अर्थात पार्थिव चेतना बर्तमान ताठू ऊर्ध्वतर आगू जावाई देखुची कारण वर्तमान रीजनिंग माइंड द्वारा जिते से क्रियाकलाप कर यार दुख जंत्रणा समाधान हो पार से परम प्रभु आणिक गोटे उच्चतर व्यवस्था कर रीजनिंग माइंड देखुची एवं से जापर गोटे प्रवेश पथ जिते उच्चतर जिते दर्शन तत्व जानिले जिते ये भितर पशिले यहाँ हूँ गोटे पास स्टेप आउ गोटे स्टेप को मत जीवाक हम एक पर्याय कारण विचार बुद्धि द्वारा सृष्टि निर्माण होना कहीं विचार बुद्धि जिते बड़ हेले भी विचार बुद्धि जिते दार्शनिक वैज्ञानिक तत्व पृथ्वी को देले भी विचार बुद्धि द्वारा ये सृष्टि निर्माण है विचार बुद्धि द्वारा सृष्टि निर्माण है जदि विचार बुद्धि सृष्टि निर्माण होता सृष्टि तत्व आमको एत प्रहेलिकामय हो न कैंटो 4 रे जो कन्सियसनेस कथा लिखी श्री अरविंद कहते आम रिजन को धरिक चेतनार गोटे अंश को धरिक सृष्टि को देखुचु तेणु सृष्टि आम प्रति प्रहेलिका तेणु ये कौन ना ये कारण विचार बुद्धि द्वारा सृष्टि निर्माण होना एवं विचार बुद्धि द्वारा परम सत्यर दर्शन हो पार ना विचार बुद्धि जिते जहाँ कले जिते दर्शन तत्व रचना करू जिते जिते प्रकार वैज्ञानिक तत्व करू किंतु सी दे पार नहीं परम सत्य को दर्शन दे पार नहीं परम सत्य ता द्वारा देखी हेनी ये गोटे उदाहरण आम नवा जिते ज्ञानी हेले भी जिते ज्ञान परिसर भितर हेले भी
आमे परम सत्य को दर्शन कर उद्धव केड़े ज्ञानी थिले द्वापर युगर महाज्ञानी थे उद्धव श्रीकृष्ण जो मथुरा गले उद्धव पचारे कहले आपण ये से वृंदावन से गौड़ मान ज्ञान दे पारे ଆପଣ ତ ଯାହା ଚାହିଁଥିଲେ ତାକୁ ଦେଇପାରିଥାନ୍ତେ ଜ୍ଞାନ ନଦୀ ଗଲେ ଇଏ ମହାଜ୍ଞାନୀ ତେଣୁ ଜ୍ଞାନର ଗର୍ବ ଆଙ୍କର ଅଛି ତେଣୁ ତାଙ୍କୁ ଜ୍ଞାନ ଦେଇପାରିଲେ ପ୍ରଭୁ ଜାଣିଲେ ଏହାର ଜ୍ଞାନର ଗର୍ବ ବଢିଗଲା ତେଣୁ ତାକୁ କହିଲେ ଆଚ୍ଛା ତମେ ଟିକେ ତ ମହାଜ୍ଞାନୀ ତମେ ଟିକେ ଯାଇକି ସେମାନେ ଟିକେ ଜ୍ଞାନ ଦେଇକି ଆସ ସେ କହିଲେ ମତେ କିଏ ଚିହ୍ନିବ ମତେ ଖଣ୍ଡେ ଲେଖିକିରି ଦିଅନ୍ତୁ ସେ ଗୋଟେ ଲେଖିକିରି ଦେଲେ ଗୋଟେ ପତ୍ରରେ ଲେଖିକିରି ଦେଲେ ଏବଂ ସେଇଟାକୁ ନେଇକିରି ଉଦ୍ଧବ ଗଲେ ଗୋପୀମାନଙ୍କ ପାଖକୁ कृष्ण पाखु आसते तो गोपी मैंने से खुशी डिया उत्साह कले कहले तुमको गोटे लेखा पड़ी ना आणतु आणतु से लेखाटा जमी देते सब चिरी चारिक छाती गोले पढ़े कौन सब चिरिक छाती गोले ये कहले प्रकृति गुड़ाक मूर्ख एक्चुअली लिखिकी पढ़ले जानते सी कौन पठे कौन सब सब पचारे ना आमको से छाती लगेदेले से ज्ञान भितर पशे आम पढ़िया दरकार से आश्चर्य कहले तुम से जाऊ कहूँ दिन से अच्छा चलाबुला कर कहीं देखला आमको टे राधा पाखक ने राधा को पचारे तुम कृष्ण राधा से ये कले कृष्ण मूर्ति प्रतिभात देखिए कहले देख कृष्ण सी धिक मोर ज्ञान मोर समस्त ज्ञान ये पलैगला से जहाँ को मो अज्ञान भावुली कि जानी ना भावुली सी तो परम ज्ञान को प्रतिष्ठित कर परम ज्ञान को ध्यानस्थ होकर प्रतिष्ठित कर मो ज्ञान कौन हम जिते ज्ञान हेले भी से ज्ञान परम सत्य को पूर्ण रूप देखिपर भक्ति भितर देकर गोटे ये आसले परम ज्ञान को धरले हुए तो कि देखिपे ज्ञान द्वारा माँ लिखिं ध्यान उपासना ज्ञान द्वारा जन ऊर्ध्व को जापे सागे एकीभूत हो जापे किंतु ताको स्वतंत्र भाव देखिपर भक्ति जो हुए निज ठारू आ गोटे अन्य जिनस को सी भक्ति करे सी देखिपर ज्ञान तो सागे मिशीज तेणु अलग ना ध्यान उपासना कथा अच्छी तेणु अलग देखिपर भक्तिर से ज्ञान अच्छी भक्ति सब मु गोटे अलग सी गोटे अलग देखी भक्ति करे जाओ सी महाकाल मुखमंडल पचारे डीप हार्ट ये गला फ्रॉम द लाइट तार गभीर हृदय महतादर्श विषय वस्तु प्रति बेकलंत हुए एवं आलोकर प्रशस्त आलोक दिगरे दृष्टिपात कर कारण गला तार सर्वोच्च तार चूड़ान्त पराक्रम क्रियावली एवं प्रवेश पथ मात्र जिते प्रकार उच्च हेले प्रवेश पथ कारण विचार बुद्धि द्वारा सृष्टि निर्माण होना विचार बुद्धि द्वारा परम सत्यर दर्शन हो पार ना जहा चिंतार आवरण राजी इंद्रिय बोध पर्दा मध्य आम का भितर देखा चेष्टा करुचे which through the veils of thought, the screens of sense, hardly the spirit's vision can describe, deemed by the imperfection of its means, the little mind is tied to little things. ये रीजन जिते उत्कृष्टतर हेले भी ये लिटिल माइंड ये क्षुद्र मनर शेष प्रजा हो पारे ये क्षुद्र मनर बहु उच्चतर जिनस ऊर्धक ऊर्धक अच्छी क्षुद्र मन रे आम कहे सबुठ ज्ञान ज्ञान ये भितर अच्छी सब जानी सब कर क्षुद्र मन ये क्षुद्र मन ऊपर को मनर सब विभाव रही ठीक कही पार्नि को पेज रे सावित्री अच्छी सावित्री सब अच्छी एवं से क्षुद्र मन ऊर्धरे मनर ऊर्ध्व को हायर माइंड अच्छी
तापर इल्यूमिनेटिंग माइंड अच्छी, इटी माइंड अच्छी, बुद्धिमानस अच्छी, तापर अतिमानस अच्छी। माइंड रे सब पर्याय अच्छी ऊपर। तेणु से तुलन देखले ये एक क्षुद्र मन, बृहत्तर मन को भी जाए। तेणु से कहते कौन चिंतार आवरण ही इंद्रिय बोध पर्दम। चिंतार आवरण आम को भीतर देकर सत्य को जाना चाहूँ, चिंता भीतर दे चिंतार गोटे आवरण आम मन उपर पड़ी। चिंतार आवरण इंद्रिय बोधर पर्दा। सामान्य इंद्रिय बोध आम भीतर अच्छी सेंस, से इंद्रिय बोधर गोटे पर्दा पड़ जाए, ताकू भेद कर आगू को जीवाई आम क्षमता ना। एवं चिंतार आवरण भी आमको ग्रास कर, चिंतार गोटे आवरण रही आम चिंता भितर जोटक आस चिंतार आवरण आ पर्दा को भेद कर आगू को जीवार नहीं, ता मध्य देई अंतसत्तांकर परादृष्टि क्वचित दृष्टिपात कर। अंतर्सत्ता जी आम भीतर अच्छा से सब जानती, ताक भीतर से ज्ञान अच्छी, किंतु ये जिनिस गुड़ा जेहेतु आम चेतना को कभर कर रखी, गोटे है चिंता आ गोटे है इंद्रिय बोधर पर्दा। ये सब जो घोड़े रखी आ भीतर देकरी अंतर्सत्तांकर परादृष्टि क्वचित दृष्टिपात करें। अंतर्सत्ता भितर जे क्वचित करे, जहाँ आपना उपक्रमण अपूर्णतार सीमित हो रही है। उपक्रमण कौन? अंतसत्ता डीम हो जाए, अंतसत्ता भी डीम हो जाए, अंतसत्ता भी सीमित हो जाए। कहीं सीमित हो जाए ना आपणार उपक्रमण अपूर्णता। जो उपक्रमण को लेकिन चलती उपक्रमण तार कौन? चिंता इंद्रिय बोध। चिंता इंद्रिय बोध भली उपक्रमण भीतर देकरी अंतरात्मा जापारे, से सीमित हो जाए। सी सत्य को भी देखी उपक्रमण अपूर्णतार सीमित रही थाए। यही क्षुद्र महामन क्षुद्र विषय आज प्रति बांधी हुई रही। ये सबू जाक आम क्षुद्र मन भितर है, तेणु क्षुद्र मन द्वारा क्षुद्रता भितर बांधे रहा आगू को जापारे। ये मन को पास करके आगू गले अन्य कथा घटो। ये जिते रिजनिंग कैपेबल हेले भी रिजनिंग माइंड द्वारा सत्य को देखी हेनी, जानी हेनी। It senses but the spirit's outward touch। एक चमत्कार कथा, ये जो क्षुद्र मनर सेंस भीतर को आसूची, भीतर रही अंतरात्मा गोटे बाह्य स्पर्श नहले किसी जानी हाँ। ये क्षुद्र मन द्वारा भी जी जो रीजन द्वारा आम जी जिन जानूचु, अंतसत्ता एक बाह्य स्पर्श है। तार फल रीजनिंग माइंड द्वारा आम केते कथा जापर। नेक्स्ट पेज कौन कहले, ये बहुत गभीर विषय। आपको आम अर्थ जिते अर्थ अर्थांतर कले भी ये एक गभीर विषय। आपको मनस्थ होकर यार भितर प्रवेश करके दृढ़ीभूत होकर आपको अनुशीलन करा जाए, ताहले हुए तो किसी समय पर किसी मिलियो, नहले खाली पढ़ी अर्थ कले कौन हम। How awakened is a world of dark inconscience. It feels out for its beings and its forms like one left fumbling in the ignorant night. Half awakened a world of darkness inconscience. जहाँ अंधकार महानिश्चेतनार एक जगत रे अर्ध जागरी। ये रीजन माइंड हूँ अर्ध जागरित। वो भितर सी अच्छी अंधकार महानिश्चेतना भितर अर्ध जागरित रही रीजन, जोटा को आम सबुठार बेसी गुरुत्व दो विचार बुद्धि को। ताहा तार सत्ता
ଏବଂ ତାର ରୂପରାଜକୁ ଅନୁଭବରେ ଶେଷ ପର୍ଯ୍ୟନ୍ତ ଖୋଜି ଚାଲେ। ଅନୁଭବରେ ଖୋଜି ଚାଲେ, ଦେଖିଛି। ଆପଣ ଦେଖନ୍ତୁ ଆଗରୁ ପଢିଲେ ଆମେ ଦେଖିଛି ଜାଣିଛି, ଦେଖିଛି ଜାଣିଛି କିନ୍ତୁ ଅନୁଭବ ଭିତରକୁ ଆସିପାରେନି। ଆମେ ସେମିତି ମାଙ୍କର ଶକ୍ତି ଓ ସାମର୍ଥ୍ୟକୁ କିଛି ପରିମାଣରେ ଗୋଟେ ଗୋଟେ ଘଟଣାରୁ ଦେଖିପାରିବା। ଏହା ମାଙ୍କ ଶକ୍ତି ଯୋଗୁଁ ଏଇଟା ସମ୍ଭବ ହେଲା। ମାଙ୍କ ଶକ୍ତି ନଥିଲେ ସେ ହେଇନଥିଲା। ମୁଁ ଗୋଟିଏ ପଦ ଡାକିଲି ମାଙ୍କୁ, ନିଶ୍ଚିତ ମୃତ୍ୟୁ ମୁଖରୁ ଯୋଉ ଦୁର୍ଘଟଣା ହେଇଥିଲା, ବସ୍ ଆକ୍ସିଡେଣ୍ଟ ହେଇଥିଲା, ବସ୍ ସାଙ୍ଗରେ ମୁଁ ଜିପ୍ ଅଫିସକୁ ଯାଉଛି ବାଡେଇ ହେଲା, ଗୋଟିଏ ପଦ ମୁଁ ଡାକିଲି ମା, ବାସ୍। ଏବଂ ଏମିତି ବ୍ୟବସ୍ଥା ସବୁ ମା କରିଦେଲେ ଯେ ସେ ଗୋଟିଏ ପଦ ମୁଁ ଡାକି, ସେ ଗୋଟିଏ ପଦରେ ବ୍ୟବସ୍ଥା ସବୁ ଏମିତି ମୋର ହେଇଗଲା ଯେ ଅତି ଚମତ୍କାର। ଜିପ୍ ର ସାମ୍ନା ଟା ଛତୁ ହେଇଯାଇଛି, ମୁଁ ଭିତରେ ଅଛି, ବାହାରକୁ ବାହାରିନି, ଡ୍ରାଇଭର ଛିଟିକିରି ବାହାରେ ପଡିଛି ଏବଂ ସେ ଯୋଉ ଆଗରେ ରଡ୍ ଟା ଥିଲା ସେ ରଡ୍ ଟା ହାତରେ ଦେଇଥିଲି, ମୁଁ ମୂର୍ଚ୍ଛା ହେଇଯାଇଥିଲି, ଏତେ ଗଭୀର ଭାବରେ ଥିଲା। ଏବଂ ନଇଁ ପଡିକି ଗ୍ଲାସ ଗୁଡାକ ସବୁ ଉପର ବାଟେ ପଳେଇଲା, ସେ ରଡ୍ ଟା ଛାତିରେ ବାଜିଛି, ଟିକେ ମାଡ ହେଇଛି ଏବଂ ସେନ୍ସଲେସ୍ ହେଇଯାଇଥିଲି। ସେ ଡାକ୍ତର କହିଲା କଟକ ନିଅ, ସେ କଥା ସବୁ ହେଲା। ସେ ଯୋଉ ଆରେଞ୍ଜମେଣ୍ଟ ଗୁଡା ବି ସବୁ ହେଲା, ସେଇ ଯୋଉ ଆରେଞ୍ଜମେଣ୍ଟ ସବୁ ହେଲା, ମତେ କଟକ ନେଇକି ରଖିବା, ସବୁ କରିବା। ସିଟି କର୍ପୋରେସନ ର ଏମଡି ମୋର ସେ ଆସିଷ୍ଟାଣ୍ଟକୁ କହିଦେଲେ ତାଙ୍କଠୁ ଗୋଟିଏ ପଇସା ଖର୍ଚ୍ଚ କରିବୁନି, ତାଙ୍କ ସେଠି ଯାହା କଟକ ମେଡିକାଲ ଲାଗିବ ସବୁ ତମେ ଖର୍ଚ୍ଚ କରି ହିସାବ ରଖିବ, ପଇସା ମୋଠୁ ନେଇଯିବ। କୋଉ ଅଫିସରଟେ ଆଜି ଗୋଟେ ଅଫିସର ଆକ୍ସିଡେଣ୍ଟ ହେଲେ ନିଜ ପଇସା ନେଇକରି କରିବ ବୋଲି କହୁଛି କହିଲେ? କିନ୍ତୁ ସେ ମୁଁ ପଛରେ ବହୁତ ପଛରେ ଜାଣିଲି 6,000 ଟଙ୍କା, ସେତେବେଳେ 6,000 ଖର୍ଚ୍ଚ ହେଇଥିଲା, ଏବେ 60,000 କି 6 ଲକ୍ଷ ହବ, 89 ବିଷୟ। ସେ 6,000 ଟଙ୍କା ଖର୍ଚ୍ଚ ହେଲେ ଦିନ ଗଲି, ସେ 6,000 ଟଙ୍କା ଦେଇଦେଲି। କୋଉ ଅଫିସର ତାର ଗୋଟେ ସବାର୍ଡିନେଟ ଏମିତି କରିବାରେ ଆପଣ ଦେଖିଛନ୍ତି? ଇଏ ଗୋଟେ ୟୁନିକ୍ ଜିନିଷ। ଏମିତି ସବୁ ଆରେଞ୍ଜମେଣ୍ଟ ହେଇଗଲା। ମୁଁ ଯେମିତି ହସ୍ପିଟାଲ ଛାଡିଲି ସେତିକିବେଳେ ସେ ଡ୍ରାଇଭର ଏକ୍ସପାୟାର କରିଗଲା। ଏବଂ ମୁଁ ଏ ଗୋଟେ ଶବ୍ଦ ମୁଁ ଥରେ ଡାକିଛି ମା ବୋଲି। ଏଇଭଳି ମାଙ୍କ ଶକ୍ତିର, ମାଙ୍କର ଆବାହନ ଶକ୍ତି ତାକୁ ମୁଁ ଅନୁଭବ କରିଛି। ବାହାରେ ତ ଖାଲି କହିନାହାନ୍ତି ମାଙ୍କୁ ଡାକ ସବୁବେଳେ, ପ୍ରଭୁ କହିନାହାନ୍ତି ଖାଲି ଡାକ ବୋଲି, ମାଙ୍କୁ ଡାକି, ସେ ମା ବି କହିଲେ ମୁଁ ତୋ ପାଖରେ ସବୁବେଳେ ଅଛି, ଏଇଟା ସତ୍ୟ, କିନ୍ତୁ ସେ କାର୍ଯ୍ୟକ୍ଷମ ହୁଏ ସେତେବେଳେ ତୁ ମତେ ଡାକୁଛୁ। ଗୋଟେ ମେସେଜ ପଠେଇଥିଲି ସମସ୍ତଙ୍କୁ, ମୁଁ ତ ପାଖରେ ଅଛି କିନ୍ତୁ ମତେ ଯେତେବେଳେ ମା ବୋଲି ଡାକୁଛୁ ସେତେବେଳେ ସେ ଏଫେକ୍ଟିଭ। ତେଣୁ ଡାକିବାଟା ହଉଛି ଅତି ଗୁରୁତ୍ୱପୂର୍ଣ୍ଣ। ମା ବୋଲି ଡାକିବାଟା, ଯୋଉ ହେଲେ ଅବସ୍ଥାରେ ଡାକିଦେଲେ, ମା ଡାକିଦେଲେ ସେ ତାକୁ କାର୍ଯ୍ୟ କରେ। ତେଣୁ ଲାଇକ୍ ୱାନ୍, ଏଇଟା କଣ ହେଲା, ସେ ଏତେ ମହା ଅନ୍ଧକାର, it feels out for its beings and its forms. ରିଜନ ତାର ସତ୍ତା ଗୁଡିକୁ ଦେଖେ ଏବଂ ତାର ରୂପ ସବୁ ଖୋଜି ଚାଲେ। କାହା ଦ୍ୱାରା ଖୋଜି ଚାଲେ? ରୂପରାଜକୁ ଅନୁଭବରେ ଶେଷ ପର୍ଯ୍ୟନ୍ତ ଖୋଜି ଚାଲେ। ଅନୁଭବକୁ ଆଣିବା ପାଇଁ ଖୋଜି ଚାଲେ, ଅନୁଭବ ଗୁଡ଼ିକ ଆସେନି, ରିଜନ ର ଅନୁଭବ ଭିତରକୁ ଆସେନି। ଯୋଉମାନେ ବଡ ବଡ ଦାର୍ଶନିକ ତତ୍ଵ ରଖିଛନ୍ତି, ଅନୁଭବ ଭିତରକୁ ଆସେନି, ସେ ଖୋଜି ଖୋଜିକିରି ତାକୁ ଲେଖିଛନ୍ତି ଅନୁଭବ ଭିତରକୁ ଯିବା ପାଇଁ। ଦର୍ଶନ ଶାସ୍ତ୍ର ଦେଖିଛନ୍ତି କେମିତି ଖୋଜୁଛନ୍ତି। ସେ ଅଜ୍ଞାନଗ୍ରସ୍ତ ମହାନିଶାରେ ଜଣଙ୍କୁ ଯେପରି ଦରାଣ୍ଡି ହୋଇ ଖୋଜିବାକୁ ଛାଡି ଦିଆଯାଇଛି। ଏ ହଉଛି ଏକ ଅଜ୍ଞାନ କ୍ଷେତ୍ର। ରିଜନ ଯେତେ ପାୱାରଫୁଲ ହେଲେ ମଧ୍ୟ ସେ ଅଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରୁଛି ଏବଂ ସେ ଯୋଉ ଜିନିଷ ପ୍ରାପ୍ତି କରୁଛି ସେ ଜାଣୁଛି ଅଛି, କିନ୍ତୁ ଦରାଣ୍ଡି ହେଉଛି କୋଉଠି ଅଛି, ମୁଁ ତାକୁ କେମିତି ଅନୁଭବ କରିବି। ରିଜନ ଏହା କରିକିରି ଗ୍ରନ୍ଥ ରଚନା କରିଛି। In this small mold of infantine mind and sense, desire is a child heart's cry, crying for bliss.
our reason only a toys artificial, a rule maker in a strange stimulant game. কি কল্পনা কি বর্ণনার চাতুরী শৈশব মন এই যে মনটা আছে লিটল মাইন্ডটা গোটে শৈশব মন গোটে শিশু মনର କ୍ଷମତା ଧାରଣ କରିଥିବା ଗୋଟେ ଶିଶୁ ଗୋଟେ ଶିଶୁ ଜନ୍ମ ହେଲା ତା ଭିତରେ ବହୁତ କ୍ଷମତା ଅଛି ସିଏ କାଲି ସକାଳୁ ଜଣେ ଭଲ ରାଜନୈତିକ ଭଲ ଦାର୍ଶନିକ କି ଭଲ ଗୋଟେ ଇଏ ହେଇପାରିବ କିନ୍ତୁ ସେ ଶିଶୁ ଅବସ୍ଥାରେ ଅଛି ବିକାଶ ଲାଭ କରିବ ସେମିତି ଶୈଶବ ମନ ଇନ୍ଦ୍ରିୟ ବୋଧର କ୍ଷୁଦ୍ର ଛାଞ୍ଚରେ ସେ ମନଟି ରହିଛି କୋଉଠି ଇନ୍ଦ୍ରିୟ ବୋଧର ଛାଞ୍ଚ ଭିତରେ ଆମେ ସେ ମନ ଇନ୍ଦ୍ରିୟ ବୋଧ ଦ୍ୱାରା ହିଁ ଆମେ ଅନେକ କଥା ଜାଣୁ ଯଦିଓ ସେ ପୂର୍ଣ୍ଣ ନୁହେଁ ସେ ଇନ୍ଦ୍ରିୟ ବୋଧର ଛାଞ୍ଚ ଭିତରେ କାମନା ବାସନା ହେଉଛି ଦିବ୍ୟାନନ୍ଦ ନିମିତ୍ତ କ୍ରନ୍ଦନରନ୍ତ ଏକ ଶିଶୁର ରୋଦନ ଆମେ ତ ଚାହୁଁଛୁ ଆନନ୍ଦ ମିଳୁ ପରମାନନ୍ଦ ମିଳୁ କାହା ଭିତରେ ଚାହୁଁଛୁ ଆମେ କାହା ଭିତରେ ଆନନ୍ଦ ଚାହୁଁଛୁ ସେଇ ଲୋକଟା ମିଳିଗଲେ ଆନନ୍ଦ ଆସିବ ପରା ଏତିକି ସମ୍ପତ୍ତି ବଢିଗଲେ ଆନନ୍ଦ ଆସିବ ପରା ପୁଅଟିଏ ହେଇନି ପୁଅଟେ ହେଇଗଲେ ଆନନ୍ଦ ଆସିବ ପରା ଏସବୁ ବିଷୟରେ ଆମେ ଆନନ୍ଦକୁ ଖୋଜୁଛୁ ସେଥିପାଇଁ ସେ ଏଠି କହୁଛନ୍ତି desires is the child heart's cry of crying of bliss ये परमानंदକୁ ଖୋଜୁଛି ଦିବ୍ୟାନନ୍ଦକୁ ଖୋଜୁଛି କାହା ଭିତରେ ଖୋଜୁଛି କାମନା ବାସନା ଭିତରେ ଖୋଜୁଛି କାମନା ବାସନା ଭିତରେ ଶୈଶବ ମନ କାମନା ବାସନା ଭିତରେ ଖୋଜୁଛି ଏବଂ ସେ କାମନା ବାସନା ହେଉଛି ଦିବ୍ୟାନନ୍ଦ ନିମିତ୍ତ କ୍ରନ୍ଦନ କରୁଛି ସେ ହେ ପ୍ରଭୁ କଣ ଦୋଷ କରିଥିଲି ମତେ ଦେଲେ ମତେ ଟିକେ ଆନନ୍ଦ ଦିଅ ଟିକେ ଖୁସି ଦିଅ ମୁଁ ଟିକେ ଖୁସିରେ ଜୀବନ ଯାପନ କରି ଖୋଜୁଛି କିନ୍ତୁ ଅଛି କୋଉଠି କୋଉଠି ଅଛି କାମନା ବାସନା ଭିତରେ ଅଛି ସେ କାମନାଟା ମୋର ଫୁଲଫିଲ ହେଇଗଲେ ଦୁଃଖଟା ସୁଖଟା ମିଳିବ ସେଇ କାମନାଟା ମୋର ପୂର୍ଣ୍ଣ ହେଇଗଲେ ମିଳିବ କି ଏମିତି ସବୁ କାମନା ପୂର୍ଣ୍ଣ ହେଲେ ଗୋଟେ ଗୋଟେ କାମନାର ଶେଷ ନାହିଁ କାମନା ଭିତରେ ପୂର୍ଣ୍ଣ ହେଲା ପରେ ଯଦି ସୁଖ ମିଳୁଥାନ୍ତା ଗୋଟିଏ କାମନା କରିଦେଇକି ବାବୁ ମତେ ଏଇଟା ପୂର୍ଣ୍ଣ କରିଦେଲେ ଭଗବାନ ଦେଇଦିଅନ୍ତୁ କିନ୍ତୁ ସେଥିରେ ସୁଖ ନାହିଁ ଏ କାମନା ଯେତେ ଚାଲିଥିବ କାମନା ଯେତେ ବଢୁଥିବ ଯେତେ ପୂର୍ଣ୍ଣ ହଉଥିବ ସେତେ ବଢୁଥିବ ଆ ଭିତରେ ସୁଖ ନାହିଁ ଆମେ ସବୁ ୟା ଭିତରେ ପରମାନନ୍ଦ ଖୋଜୁଛୁ ମିଳୁନି ରୋଦନ କରୁଛୁ our reason is a toys artificial ଆମର ଯୁକ୍ତି ବୁଦ୍ଧି ହେଲା ତାର ଖେଳନା କାରିଗର ମାତ୍ର ଆମର ଯୁକ୍ତି ବୁଦ୍ଧି ହେଲା ବା ରିଜନ ଖେଳନାର କାରିଗର ରିଜନ ଏଠି ଗୋଟେ ଖେଳନାର କାରିଗର ଯେତେ ଯାହା ସେ କରୁଛି ସବୁ କାମନା ବାସନା ଭିତରେ ଦେଇକି ପ୍ରାପ୍ତ କରିବାକୁ ଚାହୁଁଛି ଏଠି ଗୋଟେ ଖେଳନା ଭଳିଆ ଏ ଖେଳନାର ପରିସର ପୁଣି ତାହା ହେଲା ଏକ ଅଦ୍ଭୁତ ସ୍କଳନଶୀଳ ପଦପାତ କରୁଥିବା ଖେଳର ଏକ ନିୟମ ନିର୍ଦ୍ଧାରକ ରିଜନ ନିୟମ ନିର୍ଦ୍ଧାରକ ହେଇଛି ଏଇ ଜିନିଷ ଯଦି ବାଟେ ବାଟେ ସବୁ ତୁ କରିବୁ ତାହେଲେ ତୋ ପାଇଁ ନିୟମ ରହିଲା ଏଇ କଲେ ତୁ ମିଳିବ ଏସବୁ ଜିନିଷ ଯଦି କରିବୁ ଦର୍ଶନ ତତ୍ଵର ଲେଖା ହେଇଛି ଏସବୁ ଜିନିଷ ଯଦି କରିବୁ ତାହେଲେ ଭଗବାନଙ୍କୁ ପାଇବୁ ଏଇଟା ସବୁ ରିଜନର ଖେଳନାର ଯନ୍ତ୍ର ରିଜନର ନିୟମ ନିର୍ଦ୍ଧାରଣ ରିଜନ ନିୟମ ନିର୍ଦ୍ଧାରକ ସ୍କଳନଶୀଳ ପାଦ ଏଥିରେ ଇତସ୍ତତ ହେଇକି ଆମେ ପାଦ ପକଉଛୁ ମିଳିବ କହୁଛନ୍ତି କେଜାଣି ଆରେ ତୁ ଏହା କରେ ଦେଖିବୁ ପୂର୍ଣ୍ଣ ସ୍ୱାସ୍ଥ୍ୟ ଲାଭ କରିବୁ ମୁଁ କରିବି ମିଳିବ କି ନାହିଁ କେଜାଣି ମୋର ବିଶ୍ୱାସ ନାହିଁ ସେ ଉପରେ ମାଙ୍କ ଉପରେ ବିଶ୍ୱାସ ରଖିକିରି ଗୋଟେ କାର୍ଯ୍ୟ କଲେ ସେ କାର୍ଯ୍ୟ ଯେମିତି ପରିପୂର୍ଣ୍ଣ ହବ ଏ ହଜାର କଥାରେ ହାତ ମାରିଲେ ପୂର୍ଣ୍ଣ ହବନି ମୁଁ ଦେଖିଛି ଯୋଗୀ ଅଛନ୍ତି ମା ଗୋଟିଏ ବାକ୍ୟରେ କହୁଛନ୍ତି it is not the medicine which cures it is the faith on the doctor and the medicine that cures ଆମେ ଯୋଉଠୁ ଔଷଧ ଖାଉଛୁ ସେ ଔଷଧ ଆଉ ଡାଇରେକ୍ଟର ଆମର ଫେଥ ଅଛି ଏବଂ ମୁଁ ୟାକୁ ପ୍ରମାଣ କରି ଦେଖିଛି ଯେ ଫେଥଟା କେମିତି କ୍ୟୁର କରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ ଏଠି ମୋର ଯୋଉ ବ୍ରେନରେ କ୍ଲଟ ହେଇଥିବା ବ୍ଲଡ
ସମସ୍ତେ 5 ଜଣ ମିଶିକି ଗଲେ 5ଟା ଡାକ୍ତର କହିଲେ ଅପରେସନ ନହେଲେ ସେ ଭଲ ହବ। ମୁଁ କହିଲି ମୁଁ ଜମା ଅପରେସନ କରିବିନି, ମତେ ଆଜି ରାତିରେ ଛାଡ଼ିଦିଅ, ମାଙ୍କ ସାଙ୍ଗରେ ମୁଁ କଥାବାର୍ତ୍ତା କରି ତାପରେ ଯାହା କରିବି। ମା ଷ୍ଟ୍ରିକ୍ଟଲି ମନା କରେ ନୋଟ୍ ଗो ଫର ଅପରେସନ। କଣ କରିବି ନା ସେଠୁ ହୋମିଓପାଥି ଦେଖେଇଦେଲେ। ମୁଁ ଏତେ କଥା କହୁନି, ହୋମିଓପାଥି ଦେଖେଇଦେଲେ। ଏଇଠିକା ହୋମିଓପାଥି ନା ବ୍ରହ୍ମପୁର, 2 ଥର କରି କହିଲେ ବ୍ରହ୍ମପୁର ହୋମିଓପାଥି ଔଷଧ ଖାଅ। ସିଏ ମତେ କହିଲେ ଯେ 15 ଦିନ ଭିତରେ ମୁଁ ତମର ବିଜୟକୁ କରିଦେବି, ହୋମିଓପାଥି କହିଲେ। ତାଙ୍କ ଉପରେ ମୋର 40 ବର୍ଷର ବିଶ୍ୱାସ, 45 ବର୍ଷ। ମୁଁ ତାଙ୍କୁ ଜାଣେ 74 ମସିହାରେ। ସିଏ ପ୍ରିନ୍ସିପାଲ ହେଇକିରି ରିଟାୟାର କରିକି ଅଛନ୍ତି ବ୍ରହ୍ମପୁରରେ। ଯୋଉ ଔଷଧ ମତେ ଦିଅନ୍ତି ସେ ସବୁ କାର୍ଯ୍ୟକାରୀ ହୁଏ, ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ଏବେ ଗୋଟେ ଔଷଧ ମୁଁ ତାଙ୍କ ପାଖରେ ଆଣିଲି, ମୁଣ୍ଡ ବୁଲେଇ ହଉଥିଲା। ମୁଣ୍ଡ ବୁଲେଇ ହଉଥିଲା, ମୁଁ ଆପଣଙ୍କୁ ଖାଲି ଗୋଟେ ଅନୁଭବ ହିସାବରେ କହୁଛି, ମୁଣ୍ଡ ବୁଲେଇ ହଉଥିଲା। ତାଙ୍କର ପୁଅ 3-4 ପ୍ରକାର ଔଷଧ କରିକି ମତେ 15-20 ଦିନ ହେଲା ଖାଇଲି। ଶୋଇଲେ ମୁଣ୍ଡ ବୁଲେଇ ହବ, ଉଠିଲେ ବୁଲେଇ ହବ। କୋଉଥିରେ ଭଲ ହେଲାଣି ତାକୁ କହିବ, ମୁଁ ତାଙ୍କ ସାଙ୍ଗରେ କଥା ହେବି। ତାଙ୍କ ସାଙ୍ଗରେ କଥା ହେଲି, ସିଏ ସେଠି 2 ଦିନ ରଖିଲେ, ଔଷଧ ତିଆରି କରିକି ଦେଲେ। ଆପଣ ବିଶ୍ୱାସ କରନ୍ତୁ, 3 ଦିନ ଔଷଧ ଖାଇବା ପରେ ମୁଣ୍ଡ ବୁଲା ବନ୍ଦ ହେଇଗଲା। So it is the faith on the doctor and the medicine which cures your disease. ମା ଏ କଥା କହିଛନ୍ତି, ଆମେ ଡାକ୍ତରକୁ ବିଶ୍ୱାସ କରୁଛୁ କି? ଏ ଡାକ୍ତର ଔଷଧ ଖାଇଦେବା ଭଲ ହେଲେ ତା ପାଖକୁ ଯିବ, ତାଠୁ କିଛି ଔଷଧ ଖାଇଦେବା ତା ପାଖକୁ ଯିବ। 5ଟା ଡାକ୍ତର 7ଟା ଡାକ୍ତର ବୁଲେଇକିରି ରୋଗୀ ଅଛନ୍ତି। ବେଶୀ ରୋଗୀ ସେମାନେ। ଗୋଟିଏ ରୋଗୀ ଯଦି ଭଗବାନଙ୍କ ଉପରେ ବିଶ୍ୱାସ ରଖିକି ଭଗବାନ ମତେ ସେଠି ପଠେଇଛନ୍ତି ବୋଲିକି ସେ କାର୍ଯ୍ୟ କରେ, ସେଇଥିରେ ସିଏ ଭଲ ହବ। ଭଗବାନ ମୁକ୍ତ କରନ୍ତି, ଔଷଧ ମୁକ୍ତ କରନ୍ତି। ଆମ ବିଶ୍ୱାସ ଆମକୁ ରୋଗ ମୁକ୍ତ କରେ। ଏଗୁଡାକୁ ଅନୁଭବ ଭିତରକୁ ଆଣିବାକୁ ହବ, ଏଗୁଡାକୁ କାର୍ଯ୍ୟରେ ପ୍ରୟୋଗ କରିବାକୁ ହବ। ଖାଲି ପଢିଦେଲେ ବୁଝିଦେଲେ କଣ ହବ? ତେଣୁ କେତେ କଥା ମୁଁ କହିବି, ନିଜର କଥାରେ ପଳେଇବ। କରୋନା ହେଇଛି, ସମସ୍ତେ ଇଞ୍ଜେକ୍ସନ ନେଲେ, ତମ ଇଞ୍ଜେକ୍ସନ ଦବନି? ନାଇଁ, ମା ମନା କରିଥିଲେ ମୁଁ ନେବି। ମୋ ପାଖକୁ ସର୍ଦ୍ଦି କାଶ ବି ଆସିନି। ଏବଂ 2ଟା ଇଞ୍ଜେକ୍ସନ ନେଇକିରି ମୋର ଅନେକ ସାଙ୍ଗ ମରିଛନ୍ତି। So it is not that ଇଞ୍ଜେକ୍ସନ ଭଲ କରିଦବ। ଭଗବତ ବିଶ୍ୱାସ ହଉଛି ମୂଳ ଜିନିଷ। ଏବଂ ମୋ ଚତୁଃପାର୍ଶ୍ୱରେ ସମସ୍ତେ ଇଞ୍ଜେକ୍ସନ ନେଇଛନ୍ତି ମତେ ଛଡା, ମୁଁ ତ ନେଇନି। କଥା ହଉଛି କଣ, ଏସବୁ ଜିନିଷ ହଉଛି ନିଜର ବିଶ୍ୱାସର ଜିନିଷ ହୁଏ। ମୁଁ ସେଥିପାଇଁ ଆପଣଙ୍କୁ ଏତେ କଥା କହୁଛି। ଆମେ ଯଦି ସେଇଭଳି ବିଶ୍ୱାସ ଭିତରେ ଚାଲିବା, ହୁଏତ ଆମେ ସେ ଶକ୍ତି ପ୍ରାପ୍ତ କରିବା। ଏ ହଉଛି କଣ, କିନ୍ତୁ ସେ ତାର ବାମନ, ଏଇଟା କଣ ଅନୁଭୂତ ସ୍କଳନ ସେ ପାଦ କରୁଥିବା ଖେଳରେ ଏକ ନିୟମ ନିୟମ ସବୁ ଦେଇଛି। କିନ୍ତୁ ସେ ଇତସ୍ତତ ହେଇକିରି ବିଶ୍ୱାସ ନାହିଁ, ତାପରେ ପଡିଯିବି କଣ କରିବି, ତେଣୁ ସେ କାର୍ଯ୍ୟକାରୀ ହୁଏନି। ଆହୁରି କଣ ହୁଏ, କିନ୍ତୁ ସେ ତାର ବାମନ ସହାୟକ ବର୍ଗଙ୍କୁ ଜାଣିଥିଲା, ଯେଉଁମାନଙ୍କର ନିସଂଶୟ ଦୃଷ୍ଟି ଏକ ସୀମିତ ସମ୍ଭାବନାକୁ ଦୂରରୁ ଲକ୍ଷ୍ୟ ରୂପେ ଧରି ନେଇଥାଏ। But she, her dwarf aids, dwarf aids କିଏ? ରିଜନିଂ ର dwarf aids କିଏ? ବାମନ ସହାୟକ ବର୍ଗ କିଏ? ଇନ୍ଦ୍ରିୟ ବୋଧ, ମନ ପ୍ରାଣ ଶରୀର ଇନ୍ଦ୍ରିୟ ବୋଧ, ଏମାନେ ସବୁ ତାର ସେବକ। ଏମାନେ ସବୁ dwarf ସାଧକ। ଏବଂ ବାମନ ସହାୟକ ବର୍ଗଙ୍କୁ ଜାଣିଥିଲା, ଯେଉଁମାନଙ୍କର ନିସଂଶୟ ଦୃଷ୍ଟି ଏକ ସୀମିତ ସମ୍ଭାବନାକୁ ଦୂରରୁ ଲକ୍ଷ୍ୟ ରୂପେ ଧରି ନେଇଥାଏ। ଏଇ ବାମନ ସେବା ମାନଙ୍କର ନିସଂଶୟ ଦୃଷ୍ଟି, ଦି କନଫିଡେଣ୍ଟ ସାଇଟ୍, ନିସଂଶୟ ଦୃଷ୍ଟି, ଏ ବାଉଣ୍ଡେଡ ପ୍ରୋଟେଷ୍ଟ took for the far good, ସୀମିତ ସମ୍ଭାବନାକୁ ସୁଦୂରରୁ ଲକ୍ଷ୍ୟ ରୂପେ ଧରିଥାଏ। ପଡିଥାଏ ଏଠି, ଏଠୁ ଉପରକୁ ଯାଇପାରେନି, ସେ ଭିତରେ ପଡିଥାଏ। କାରଣ ଏଇ ଯୋଉ ସହାୟକ ବର୍ଗ ଆଉ ଅଧିକ ସାହାଯ୍ୟ କରିପାରନ୍ତି ନାହିଁ।
The world she has made is an interim report of a traveler towards the half-formed truth in things, moving twist, nuisance and nuisance. ଆପଣ ଦେଖନ୍ତୁ ଯେଉଁ ଜଗତ ଗଢିଛି ରିଜନ ଯୋଉ ଜଗତ ଗଢିଛି ଏ ପର୍ଯ୍ୟନ୍ତ ରିଜନ ଦ୍ୱାରା ଯୋଉ ଜଗତ ଗଢା ହେଇଛି ଏ ପର୍ଯ୍ୟନ୍ତ ଚେତନାର ଯୋଉ ଷ୍ଟେଜ ଦ୍ୱାରା ଏ ଜଗତକୁ ଗଢା ହେଇଛି ଆପଣ ଦେଖନ୍ତୁ ଚେତନା ସବୁ ଗଢୁଛି ଏ ଦୁନିଆରେ ସବୁ ବିଷୟ ଚେତନାରୁ ଉର୍ଦ୍ଧ୍ୱ ଚେତନା ଅଗ୍ରଗତି ଆପଣ ଯେତେବେଳେ ନିମ୍ନ ଭୂମିରୁ ରାମଚନ୍ଦ୍ର ଗୋଟେ ଚେତନା ପ୍ରତିଷ୍ଠା କରିଥିଲେ ସିଏ ସଚ୍ଚିଦାନନ୍ଦ ସବୁ ଚେତନାକୁ ଧରିଥିଲେ କିନ୍ତୁ ସୃଷ୍ଟିର ଆବଶ୍ୟକତା ଅନୁସାରେ ଦେଇଥିଲେ ଶ୍ରୀକୃଷ୍ଣ ଚେତନାର ଆଉ ଗୋଟେ ଅବସ୍ଥାକୁ ଦେଖିଲି ତ୍ରିଗୁଣାତୀତ ଚେତନା ତାକୁ ପ୍ରତିଷ୍ଠା କଲେ ସେ କଣ ସଚ୍ଚିଦାନନ୍ଦ ସବୁ କରିପାରିନଥାନ୍ତେ ସୃଷ୍ଟିର ଆବଶ୍ୟକତା ଅନୁସାରେ ସେତିକି ପ୍ରତିଷ୍ଠା କଲେ ଏବଂ ସେଇ ଶ୍ରୀକୃଷ୍ଣ ଶ୍ରୀଅରବିନ୍ଦଙ୍କ ପଛରେ ଲାଗିକିରି ତାଙ୍କୁ ପ୍ରସ୍ତୁତ କଲେ ତୁ ମୋ କାର୍ଯ୍ୟ କରିବାକୁ ମୁଁ ତତେ ଜେଲକୁ ଆଣିଛି ତୁ ସେ ସବୁ ଭାରତ ସ୍ୱାଧୀନତା କଥା ଛାଡି ଆପଣ ଉତ୍ତରପଡ଼ା ଅଭିଭାଷଣରେ ମୁଁ ସେଦିନ କହିଥିଲି ଏ କଥା ଯେ ସେ ଷଷ୍ଠ ଭାବରେ କଲେ ପ୍ରଭୁ କହୁଛନ୍ତି ଶ୍ରୀକୃଷ୍ଣ ମତେ କହିଲେ ମୁଁ ତତେ ଏଠିକି ଆଣିଛି ତୁ ଯୋଉଟା କରିପାରୁନଥିଲୁ ମୁଁ ତାକୁ କରେଇବି ମୁଁ ତତେ ଶିକ୍ଷା ଦେବି ଏବଂ ଶିକ୍ଷା ଦେଇକି ତତେ ପ୍ରସ୍ତୁତ କରିବି ମୁଁ କାର୍ଯ୍ୟ ଯୋଉଠି ଛାଡିଛି ପରବର୍ତ୍ତୀ କାର୍ଯ୍ୟ କରିବି ଏ କଥାଟା ଉତ୍ତରପଡ଼ା ଅଭିଭାଷଣରେ ପରମ ପ୍ରଭୁ ଶ୍ରୀ ଅରବିନ୍ଦ ପରିଷ୍କାର ଭାବରେ କହିଛି ଗୋଟେ ଛୋଟିଆ ବହି ଆପଣ ତାକୁ ପଢିବେ ତେଣୁ ସେ କଥା ହଉଛି କଣ ଶ୍ରୀକୃଷ୍ଣ ତାଙ୍କୁ ଗାଇଡ କଲେ ତାଙ୍କର କିଏ ଗୁରୁ ନଥିଲେ ଗୁରୁ ନେଲେ କହିଦେଲେ ତମକୁ କିଏ ଗାଇଡ ଦରକାର ନାହିଁ ତମ ଅନ୍ତରରେ ଗାଇଡ ଅଛନ୍ତି ତାଙ୍କୁ ସେ ସବୁ ପଚାରିକି ତାଙ୍କ ଅନୁସାରେ ସେ ସାଧନା କରି ଶେଷକୁ କୃଷ୍ଣ ତାଙ୍କ ଶରୀରକୁ ପ୍ରସ୍ତୁତ କରିଛନ୍ତି ସିଏ ବାସ କଲା ଭଳିଆ ଯୋଉଟା କି ନଭେମ୍ବର 24 ତାରିଖ ଦିନ ଘଟିଲା 1926 ମସିହା ସେ ତାଙ୍କ ଶରୀରକୁ ପ୍ରସ୍ତୁତ କରିଥିଲେ ଶ୍ରୀକୃଷ୍ଣ ତାଙ୍କ କୋଷାଣୁ ଭିତରେ ସେଟା ରହିଲେ ସେଇଟା ହଉଛି ଅଧିମାନସ ସିଦ୍ଧି ଏବଂ ଶ୍ରୀକୃଷ୍ଣ ତାକୁ ତିଆରି କରି ନେଇଛନ୍ତି ଅର୍ଥାତ୍ ସିଏ ଚାହୁଁଛନ୍ତି ଯୋଉ ଚେତନାରେ ମୁଁ ସଂସାରକୁ ଛାଡିଛି ଇଏ ପରବର୍ତ୍ତୀ ଚେତନାକୁ ଯିବା ଦରକାର ତା ପାଇଁ ଗୋଟେ ଯନ୍ତ୍ର ଦରକାର ତୁ ସେ ଯନ୍ତ୍ର ମୁଁ ତତେ ପ୍ରସ୍ତୁତ କରିବି ସେମିତି ଯୋଉ ଚେତନାର ଜୟଯାତ୍ରା ଏ ଗୋଟେ ଚେତନାର ଜୟଯାତ୍ରା ଏବଂ ସେ ଯେଉଁ ଜଗତ ଗଢି ଗଲା ଏଇଟା ବିଷୟବସ୍ତୁ ରାଜିରେ ନିହିତ ଅର୍ଦ୍ଧଲବ୍ଧ ସତ୍ୟ ଅଭିମୁଖେ ଭ୍ରମଣରତ ଏକ ପଥଚାରୀର ଏକ ମଧ୍ୟବର୍ତ୍ତୀ କାଳୀନ ବିବରଣୀ ଇଣ୍ଟରିମ୍ ରିପୋର୍ଟ କୋଉ କଥାଟି ଏଇ ଯୋଉ ବର୍ତ୍ତମାନ ଯୋଉ ସବୁ ଘଟଣା ହଉଛି ସବୁ ହେଇଛି ଇଣ୍ଟରିମ୍ ରିପୋର୍ଟ ବିଷୟବସ୍ତୁ ରାଜିରେ ନିହିତ ଅର୍ଦ୍ଧଲବ୍ଧ ସତ୍ୟ ଅଭିମୁଖେ ଭ୍ରମଣରତ ଏକ ପଥଚାରୀ ଅର୍ଥାତ୍ ଇଏ ଭ୍ରମଣ କରୁଛି ରିଜନ ଭ୍ରମଣ କରୁଛି ଗୋଟେ ପ୍ରକାର କ୍ରିୟାରୁ ଆଉ ଗୋଟେ କ୍ରିୟାକୁ ଭ୍ରମଣ କରୁଛି ଇଏ ହଉଛି ଭ୍ରମଣରତ କାହା ପାଇଁ ଗୋଟେ ପଥଚାରୀ ଇଏ ଭ୍ରମଣରତ ପଥଚାରୀ ଏବଂ ସେ ଯାହା ଦଉଛି ରିଜନ ଯାହା ଦଉଛି ଯେତେ ପ୍ରକାର ଜିନିଷ ରିଜନ ସୃଷ୍ଟି କରିଛି ବିଚାର ବୁଦ୍ଧି ସେ ସବୁ ଯାକ ହଉଛି ଏକ ଇଣ୍ଟରିମ୍ ରିପୋର୍ଟ ଏକ ମଧ୍ୟବର୍ତ୍ତୀ କାଳୀନ ବିବରଣୀ ଆଉ କିଛି ନାହିଁ ସେ ଆଗକୁ ବହୁତ ଜିନିଷ ହବ ମୁଭିଂ ଟୁଇଷ୍ଟ ନିସେନ୍ସ ଆଣ୍ଡ ନିସେନ୍ସ ଆପଣ ଏଠି ଦେଖିବେ ନିସେନ୍ସକୁ ଅନେକ ଅନୁବାଦ କରିଛନ୍ତି ନିଶ୍ଚେତନା ବୋଲି ନିସେନ୍ସ ନିଶ୍ଚେତନା ନୁହେଁ ନିସେନ୍ସର ଅର୍ଥ ହଉଛି ଅଜ୍ଞାନତା ମୁଁ କ୍ଷମା କରିବି ମୁଁ ପ୍ରଣାମ କରିବି ମନୋଜ ଦାସ ଦେଖୁଛି ତାଙ୍କର ମଧ୍ୟ ସେ ଗ୍ରନ୍ଥରେ ଲେଖିଛନ୍ତି ସେ ନିସେନ୍ସକୁ ଅଜ୍ଞାନତା ନିଶ୍ଚେତନା ନୁହେଁ ନିସେନ୍ସର ଅର୍ଥ ହଉଛି ନିଶ୍ଚେତନ ଏକ ନିଶ୍ଚେତନା ମଧ୍ୟରୁ ଅନେକ ନିଶ୍ଚେତନା ରିଜନ ଗୋଟେ ନିଶ୍ଚେତନା ସେ ଆଉ ଏକ ନିଶ୍ଚେତନା ଭିତରକୁ ଯାଉଛି ଅଗ୍ରଗତି କରି ଆଗକୁ ଯାଉଛି ପୂର୍ଣ୍ଣ ହବନି ସେଟା ଫର ନଥିଙ୍ଗ ଇଜ ନୋନ୍ ହ୍ୱାଇଲ ଅଗଷ୍ଟ ରିମେନ୍ସ କନସିଲ୍ଡ ଦି ଟ୍ରୁଥ ଇଜ ନୋନ୍ ଓନ୍ଲି ହ୍ୱେନ୍ ଅଲ୍ ଇଜ ସିନ୍
କାରଣ ଯେତେବେଳେ କିଛି ଅଂଶ ଗୁପ୍ତ ରହିଯାଏ ସେତେବେଳେ କିଛି ବି ଜାଣି ହୁଏ ନାହିଁ। କିଛି ଅଂଶ ଗୁପ୍ତ ରହିଛି ଆଗକୁ ଅଳ୍ପ ଜାଣିକି, ଏବଂ ଯେତେବେଳେ ପରମ ସର୍ବ ହେଉଛନ୍ତି ପରମେକ, ତାଙ୍କ ଦ୍ୱାରା ଆକର୍ଷିତ ହୋଇ ଯେତେବେଳେ କେବଳ ସବୁ କିଛି ଦୃଷ୍ଟ ହୋଇଯାଏ ସେତେବେଳେ ପରମ ସତ୍ୟକୁ ଜାଣିହୁଏ। ସବୁ କିଛି ଯେତେବେଳେ ଦେଖି ହବ ସେତେବେଳେ ସବୁ କିଛି ଜାଣି ହବ। କିଛି ଅଂଶକୁ ଦେଖିକିରି ସବୁ ଜିନିଷ ଜାଣିବା ପାଇଁ ଚାହିଁବା ସମ୍ଭବ ନୁହେଁ। ଯେଉଁ ପରମ ସର୍ବ ହେଉଛନ୍ତି ପରମାତ୍ମ, ତାଙ୍କ ଦ୍ୱାରା ଆକର୍ଷିତ ହଉଛି ପରମ ସର୍ବ। ଏ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡ ହଉଛନ୍ତି ପରମ ସର୍ବ। ଇଏ ହଉଛି ତାଙ୍କର ସଚ୍ଚିଦାନନ୍ଦଙ୍କର ବାହ୍ୟ ରୂପ। ଏ ସମଗ୍ର ସୃଷ୍ଟି ହଉଛନ୍ତି ଏ ସଚ୍ଚିଦାନନ୍ଦ ଚାରିଟା ବିଭବ ଭିତରୁ ଇଏ ଗୋଟେ ବିଭବ। ଏବଂ ଇଏ ହଉଛି କଣ ହଉଛି, attracted by the all that is one। ଯେଉଁ ପରମ ସର୍ବ ହେଉଛନ୍ତି ପରମୋଚ୍ଚ, ତାଙ୍କ ଦ୍ୱାରା ଆକର୍ଷିତ ହୋଇ ସେ ନିଜ ଠାରୁ ଉଚ୍ଚତର ଏକ ଆଲୋକ ଅଭିମୁଖେ ବ୍ୟାକୁଳ ଭାବେ ଆକାଂକ୍ଷିତ। ରିଜନ ତାଙ୍କ ଦ୍ୱାରା ପ୍ରଭାବିତ ହେଇକି ଆଗକୁ ଯିବା ପାଇଁ ସେ ଚାହୁଁଛି। ତାପରେ ବିବାଦମାନ ଧର୍ମ ପଦ୍ଧତି ଓ ଧର୍ମ ମତର ସାରମର୍ମ ଦ୍ୱାରା ଗୁପ୍ତ ରଖାଯାଇଥିବା ଭଗବାନଙ୍କର ମୁଖର ଝଲକ ସେ ଦେଖୁଛି। ଏ ରିଜନ ଯେତେ ପ୍ରକାର ଗ୍ରନ୍ଥ ରଚନା କରିଛି, ଏ ରିଜନ ଯେତେ ପ୍ରକାର କଲ୍ଟ କରିଛି, ଯେତେ କ୍ରିଡସ୍ କରିଛି, ଯେତେ ଧର୍ମ ପଦ୍ଧତି କରିଛି, ଯେତେ ଧର୍ମ ମତର ସାରମର୍ମକୁ ଦେଖିଛି, ତାରି ଭିତରେ ଭଗବାନଙ୍କ ସ୍ୱରୂପକୁ ଲୁଚାଇ ରଖିଛି। ସେଥିପାଇଁ କଣ ହଉଛି, ଗୁପ୍ତ ରଖାଯାଇଥିବା ଭଗବାନଙ୍କ ମୁଖର ଝଲକ ସେ ଦେଖିଛି। ମୁଁ ଭଗବାନଙ୍କୁ ଦେଖିନି, ତାର କିଛି ଝଲକ ମିଳୁଛି ତା ଦ୍ୱାରା। ତା ଭିତରୁ ଯଦି ଜଣେ ପ୍ରବେଶ କରିବ ଭଗବାନଙ୍କ ଝଲକ ଟିକେ ମିଳିବ। ସେ ଜାଣେ ସେ ପାଇଛି, କିନ୍ତୁ ଏକ ରୂପ ଏକ ପରିଚ୍ଛଦ ଆବିଷ୍କାର କରେ। ସେ ଜାଣେ, ରିଜନ ଜାଣେ ଯେ ସେ ଗୋଟେ କିଛି ପାଇଛି। କଣଟା ପାଇଛି? ଏକ ରୂପ ପାଇଛି, ଏକ ଫାଉଣ୍ଡ ଏ ଫର୍ମ, ରୂପ ପାଇଛି ଏବଂ ଏକ ପରିଧାନ ଆବିଷ୍କାର କରିଛି। ପ୍ରକୃତ ସତ୍ୟକୁ ଆବିଷ୍କାର କରିପାରିନି ରିଜନ, ଏକ ପରିଚ୍ଛଦ କରିଛି। କିନ୍ତୁ ସେ ସଦା ଆଶା କରେ ତାଙ୍କୁ ନିଜର ହୃଦୟ ମଧ୍ୟରେ ଦେଖିବାକୁ। ରିଜନ ସବୁବେଳେ ଚାହେଁ, ସଦା ଆଶା କରେ ତାଙ୍କୁ ନିଜ ହୃଦୟ ଭିତରେ ଦେଖିବାକୁ ଏବଂ ତାଙ୍କର ବାସ୍ତବତାର ଶରୀର ଅନୁଭବ କରିବାକୁ। ରିଜନ ତାଙ୍କୁ ଅନୁଭବ କରିବାକୁ ଚାହେଁ, ତାଙ୍କର ବାସ୍ତବତାର ରୂପକୁ ଅନୁଭବ କରିବାକୁ ଚାହେଁ, ଯୋଉଟା ରିଜନ ପାଇଁ ସମ୍ଭବ ନୁହେଁ ବର୍ତ୍ତମାନ ସୁଦ୍ଧା। ଆମର ଆହୁରି 5 ମିନିଟ ଅଧିକା ହେଇଗଲାଣି ଏବଂ ଏଗୁଡା ସବୁ ସହଜ ଅନୁବାଦ ହେଇଛି, ଆକୁ ପଢିଲେ ବୁଝି ହବ, ବୁଝେଇବାର କିଛି ନାହିଁ। ମୁଁ ଖାଲି ୟାର ସବୁ ଉଦାହରଣ ଦେଇକରି ସମୟ ଟିକେ ଗଲା। ଯାହା ହଉ ଆମର ଏଠି ସରିଲା ଆଜି ଇଏ। ମୁଁ ଚେଷ୍ଟା କରୁଛି, ଆଉ 3 ପୃଷ୍ଠା ଅଛି। ଆର କ୍ଲାସରେ ଯଦି 3 ପୃଷ୍ଠା ଆମର ସରିଯିବ ତାହେଲେ ପରବର୍ତ୍ତୀ କ୍ଲାସରେ ଆଉ ଗୋଟେ କେଣ୍ଟ ଆରମ୍ଭ ହବ। ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଅନ୍ତରରୁ ଧନ୍ୟବାଦ ଦଉଛି। ଏ ପରମ ଦିବ୍ୟ ଜନନୀ ଆଉ ପ୍ରଭୁ ପରମ ପରମ ଶ୍ରୀହରିଙ୍କର ଚରଣ କମଳରେ ଆଜିର ଆଲୋଚନା ପାଇଁ କୃତଜ୍ଞତାର ଗଭୀର ଶ୍ରଦ୍ଧା ନିବେଦନ କରି ମୁଁ ସେମାନଙ୍କ ଠାରୁ ବିଦାୟ ନେଉଛି ଏବଂ ତାକୁ ପ୍ରାର୍ଥନା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ସେ ସେଇ ଜ୍ଞାନ ଦିଅନ୍ତୁ, ଯାହା ଫଳରେ ସେ ଆମେ ଆହୁରି ଆଗକୁ ଯାଇପାରିବେ। ଏବଂ ଏତିକି ପ୍ରାର୍ଥନା କରି ମୁଁ ଆଜିର ବକ୍ତବ୍ୟ ଶେଷ କରୁଛି। ମା ଶ୍ରୀ ଅରବିନ୍ଦଙ୍କର ଜୟ।